ଟିକେ ନେଟୱାର୍କ ପ୍ରୋବ୍ଲେମ ଚାଲିଛି। ଏବେ ଶୁଭୁଛି? ଶୁଭୁଛି। ଭିଡିଓ ଅଫ୍ କରିକି ଯାଆନ୍ତୁ ଯେ ନେଟୱାର୍କ ପ୍ରୋବ୍ଲେମ ଥିଲେ ବି ଚଳିବ। କରୋନା ବିଷୟ ଏକା ଆମର ସାଞ୍ଜଜନ ହସ୍ପିଟାଲ ଅଛି, ସେଇଠି ବି 3-4ଟା କରୋନା ପେସେଣ୍ଟ ବାହାରିଲେଣି। ପ୍ରକୃତିର ସତ କଥା ଧୀରେ ଧୀରେ ବାଢି ଆସୁଅଛି। ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁ ଆଉ କରିବି ଅନୁରୋଧ କରେ। କରନ୍ତୁ, ବର୍ସିପ କରନ୍ତୁ ଭିଡିଓ ଅନ୍ କରିକି। ନେଟୱାର୍କ ଇସୁ ହଉଛି ଭାଇ। ଆଉ ଠିକ ଅଛି, ଯାହାଙ୍କୁ ପ୍ରଭୁଙ୍କର ଆତ୍ମା ପରିଚାଳନା କରୁଛି ଆଗକୁ ଆସିବି, ଗୀତ ଗାନ କରିବେ, ବର୍ଷିପ କରିବେ। ଅନେକ ପ୍ରଭୁଙ୍କର ଦାସ ଦାସୀ ମାନେ ଅଛନ୍ତି, ଆଉ ବର୍ଷିପ କରିପାରିବେ। ବର୍ତ୍ତମାନ ସୁଯୋଗ ଅଛି, ଆପଣ ମାନେ ସମ୍ମୁଖକୁ ଆସନ୍ତୁ। ମିନୁ ପ୍ରଭୁଙ୍କର ସିଷ୍ଟର ବଡ଼ ଅଛନ୍ତି, ତାଙ୍କୁ ଗୋଟେ ଗୀତ ଗାଇବା ପାଇଁ କୁହନ୍ତୁ। ଆଜ୍ଞା। ମିନୁ ସିଷ୍ଟର ଅଛନ୍ତି, ଗୀତ ଗୋଟେ ହଁ ଗାଉ। ହଁ। ମିନୁ ଦିଦି ଏବେ ପ୍ରେଜ ଦ ଏବେ ଲର୍ଡ। ଏବେ ଶୁଭୁଛି କି ନାଇଁ? ହଁ ଶୁଭୁଛି ଶୁଭୁଛି ଦିଦି, ଭିଡିଓ ଅନ୍ କରନ୍ତୁ। ଭିଡିଓ ଅନ୍ ହେଇ ପାରୁନି ଟିକେ। ହଁ। ଥ୍ୟାଙ୍କ ୟୁ, ଧନ୍ୟବାଦ। ଆସୁ ଆମେ ଉପାସନାର ଗୀତ ଗାଇକିନା ପ୍ରଭୁଙ୍କ ପ୍ରଶଂସା କରିବା। ଯେହେତୁ ଆଜି ଆମମାନଙ୍କୁ ନୂତନ ଦିବସ ଦେଖିବାକୁ ଦେଲେ, ନୂତନ ସମୟ ଦେଲେ, ନୂତନ ପ୍ରଭାତ ଦେଖିବାକୁ ପାଇଲୁ ତାଙ୍କର ଆଶୀର୍ବାଦ ଅନୁଗ୍ରହରୁ। ରାତି ଦିଅଦର ସନ ଜୀବ ନଧନ ପ୍ରାତେ ଦିଅଦର ସନ ଜୀବନ ଧନ ତୁମେ ପରା ପାପ ହରା ମୁକ୍ତିଦାତା ଜ୍ଞାନାଞ୍ଜନ ପ୍ରାତେ ଦିଅଦର ସନ ଜୀବନ ଧନ ହୃଦୟ ଦୁଆର ଦେଇ ମୁଁ ଖୋଲି ଡାକୁଛି ଆତୁରେ ମୋ ଯୀଶୁ ବୋଲି। ଆସ ତ୍ୱରା ସହୁ ନାହିଁ ବିଳମ୍ବ ଯେ ମୋର ପ୍ରାଣ ପ୍ରାତେ ଦିଅଦର ସନ ଜୀବନ ଧନ ରଜନୀ ଅନ୍ଧାର ହେଲାଣି ଦୂର ପୂର୍ବ ନଭେ
दे होई नासी दियो पाप तम प्राते दियो दर्शन जीवन धन ଶୁଣାଇ ମୋ କାନ ଯେତେ ଶବଦ ନର ପଶୁ ପକ୍ଷୀ ସବୁରି ରବ ପୁଲ ହୃଦ ଶୁଣିନାଥ ତୁମ ସ୍ୱନ ତ୍ରାତେ ଦିଅ ଦର୍ଶନ ଜୀବନ ଧନ ପଦିଅଣି ନାଥ ଦିଅ ହେ ସକତେ ଦେଖିବାକୁ ତୁମ ଶ୍ରୀମୁଖ ଜ୍ୟୋତି ନହୁଡ଼ିବି ପଥ ଯେନେ ଧରି ତୁମ ପଦ ଚିହ୍ନ ପ୍ରାତେ ଦିଅ ଦର୍ଶନ ଜୀବନ ଧନ ପ୍ରାତେ ଦିଅ ଦର୍ଶନ ଜୀବନ ଧନ ତୁମେ ପରା ପାପ ହରା ମୁକ୍ତିଦାତା ଜ୍ଞାନାଞ୍ଜନ ପ୍ରାତେ ଦିଅ ଦର୍ଶନ ଜୀବନ ଧନ ପ୍ରାତେ ଦିଅ ଦର୍ଶନ ଜୀବନ ଧନ ପ୍ରଭୁ ଏତେବେଳେ ଆମମାନଙ୍କ ଶିବରରେ ତୁମରି ସେ ମହାନତା ବିକଶିତ ହେଉ এই ପ୍ରାତଃ ସମୟରେ ତୁମର ଦର୍ଶନ ଲାଭ କରିପାରିବୁ ତୁମର ଉପସ୍ଥିତିକୁ ଲାଭ କରିପାରିବୁ ସେଇ ପ୍ରକାର ଆମମାନଙ୍କର ସହିତ ଥାଇ ଏ ଆରାଧନା ମଧ୍ୟରେ ଆମ ମଧ୍ୟବର୍ତ୍ତୀ ହୁଅ ଆମ ପ୍ରତ୍ୟେକଙ୍କ ଜୀବନ ଆମେ ସମସ୍ତେ ତୁମର ଉପସ୍ଥିତିକୁ ଲାଭ କରିପାରିବୁ ଏଥି ନିମନ୍ତେ ଆଜି ସମସ୍ତେ ତୁମ ନିକଟରେ ପ୍ରଭୁ ହଁ ପବିତ୍ର ଆତ୍ମା ତୁମରି ପ୍ରେମରେ ବାନ୍ଧି ରହିବୁ ସେଇ ପ୍ରକାର ଆଗକୁ ବଢିବା ପାଇଁ ସୁଯୋଗ ଦିଅ ପୁଣି ଏଇ ଅବସର ମଧ୍ୟରେ ଆଉ ଏକ ଉପାସନାର ଗୀତ ଗାଇ ଆମେ ପ୍ରଭୁଙ୍କର ଆରାଧନାକୁ ଆଗେଇ ଯାଉଥିବା ଗୀତ ପୁସ୍ତକର 235 ପୃଷ୍ଠାର ଗୀତ ଦ୍ୱାରା ଆମେ ଆରାଧନା କରୁଥିବା ମହା ପ୍ରଭୁ ମହା প্রেম ভবে প্রকাশিল মহা প্রভু মহা আসি বিশ্ব প্রেম সেবা ধর্ম জগতে স্থাপিল মহা প্রভু মহা প্রেম ভবে প্রকাশিল মহা প্রভু মহা তুম প্রেম সূত্রে যিশু হে মোর প্রিয় যিশু তুম প্রেম সূত্রে নর মাত্রে স্নেহ রে
গুন্থিল মহা প্রভু মহা প্রেম ভবে প্রকাশিল মহা প্রভু মহা ও মা অন্ধকারে যিশু হে মোর প্রিয় যিশু ও মা অন্ধকারে হৃদয়রে জ্যোতি প্রকাশিল মহা প্রভু মহা প্রেম ভবে প্রকাশিল প্রেজ দ্য লর্ড হালেলুয়া মহা প্রভু মহা তুম প্রেম গুণে যিশু হে মোর প্রিয় যিশু তুম প্রেম গুণে মৃত জনে জীব নবিহিল মহা প্রভু মহা প্রেম ভবে প্রকাশিল মহা প্রভু মহা প্রেজ দ্য লর্ড তুম প্রেম ভরে যিশু হে মোর প্রিয় যিশু তুম প্রেম ভরে ক্রুশ পরে অধমে তারিল মহা প্রভু মহা প্রেম ভবে প্রকাশিল মহা প্রভু মহা আসি বিশ্ব প্রেম সেবা ধর্ম জগতে স্থাপিল মহা প্রভু মহা প্রেম ভবে প্রকাশিল প্রেজ দ্য লর্ড মহা প্রভু ମହାପ୍ରଭୁ ତୁମର ସେ ମହାପ୍ରେମରେ ତୁମେ ଆମମାନଙ୍କ ଜୀବନରେ ତୁମେ ପ୍ରକାଶିତ ହେଲ ଆମମାନଙ୍କ ଜୀବନରେ ତୁମେ ପ୍ରଭୁ ଏଇ ଜଗତ ସ୍ଥାପିତ କଲ ତୁମର ପ୍ରେମ ସୂତ୍ର ଦେଲ ପ୍ରଭୁ ମହା ଅନ୍ଧକାରରୁ ଆମକେ ତୁମେ ମୁକ୍ତ କଲ ତୁମର ପ୍ରେମ ଗୁଣରେ ପ୍ରଭୁ ମୃତ ଜନକୁ ବିହିତ କଲ ତୁମର ପ୍ରେମ ଗୁଣରେ ପ୍ରଭୁ ତୁମେ ସାଧିତ କଲ ତୁମେ ପରିତ୍ରାଣ ଦେଲ ମୁକ୍ତି ସାଧିତ କଲ ପ୍ରଭୁ ତୁମର ସେ ପବିତ୍ର ରକ୍ତରେ ଆମମାନଙ୍କ ଜୀବନକୁ ତୁମେ ଶୁଦ୍ଧ କଲ ତୁମର ସେଇ ପବିତ୍ର ରକ୍ତରେ ଆମମାନଙ୍କ ଜୀବନକୁ ତୁମେ ମୁକ୍ତ କରିଅଛ ପ୍ରଭୁ ତୁମେ ଆମର ସହିତ ହେଇଛ ତୁମେ ଆମମାନଙ୍କର ଜୀବନ ଦ୍ୱାରା ତୁମେ ଗାଇଡ କର ପ୍ରଭୁ ଆର ତୁମେ ସାହାଯ୍ୟ କର ଯେହେତୁ ତୁମେ ଇମାନୁଏଲ ଈଶ୍ୱର ଓ ରବ୍ବା ତୁମେ ଇମାନୁଏଲ ପରମେଶ୍ୱର ଇମାନୁଏଲ ଈଶ୍ୱର ଆଜି ସତ୍ୟତା ଧାର୍ମିକତା ପବିତ୍ରତା ମଧ୍ୟରେ ସ୍ଥାପିତ ହେଉ ଆଜି ଏଇ କାଳ ମନ୍ତ ଜଗତ ମଧ୍ୟରେ ବିଭ୍ରାଟ ଜଗତ ମଧ୍ୟରେ ଭ୍ରାନ୍ତି ପଥରେ ଗତି କରୁଥିବା ଅସତ୍ୟ ପଥରେ ଗତି କରୁଥିବା ମାନବ ଜାତି ନିକଟରେ ତୁମର ନାମ ଘୋଷଣା ହଉ ତମର ସତ୍ୟ ପ୍ରସ୍ଫୁଟିତ ହେଉ ବିକଶିତ ହେଉ ମୋର ପ୍ରିୟ ଈଶ୍ୱର ହାଲେଲୁୟା ରାଜା ପ୍ରେଜ ଦ ଲର୍ଡ ଗ୍ଲୋରି ଫାଦର
ग्लोरी जीसस, ग्लोरी मास्टर। सत्य वाक्य द्वारा कढ़ाई आनिबार परमेश्वर राजा जीसु तुम नाम जय हो, तुम वाक्य जय हो। प्रेमी परमेश्वर राजा, हालेलुया। प्रेज द लॉर्ड जीसस, हालेलुया, 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 हालेलुया। प्रेज द लॉर्ड, हालेलुया, प्रेज द लॉर्ड। पवित्र ईश्वर धन्यवाद। थैंक यू, थैंक यू, थैंक यू, धन्यवाद। स्वगौरव रक्षण उत्सर्गी पवित्र ईश्वर धन्यवाद। हालेलुया। असो शिशु सखा शिशु रहिब ମୋ ସାଥିରେ, ଭାରି ଭଲ ଲାଗେ ମତେ ତୁମେ ଥିଲେ ମୋ କତିରେ। ଆସୋ ଶିଶୁ ସଖା ଯିଶୁ ରହିବ ମୋ ସାଥିରେ, ଭାରି ଭଲ ଲାଗେ ମତେ ତୁମେ ଥିଲେ ମୋ କତିରେ। ଯିବ ତୁମେ ଯେଉଁ ଦିଗେ, ତେବେ ତୁମ ସଙ୍ଗେ ସଙ୍ଗେ ତୁମ ପ୍ରେମ ଅନୁରାଗେ ମଜି ଦିବାରାତିରେ। ଆସୁ ଶିଶୁ ସଖା ଯିଶୁ ରହିବ ମୋ ସାଥିରେ। ପ୍ରେଜ୍ ଦ ଲର୍ଡ। ଭାରି ଭଲ ଲାଗେ ମତେ ତୁମେ ଥିଲେ ମୋ କତିରେ। ଦେଖାଏ ସୁନ୍ଦର ଫୁଲ, ପ୍ରେଜ୍ ଦ ଲର୍ଡ। ଶିଶୁ ମନ ସମତୁଲ, ପ୍ରେଜ୍ ଦ ଲର୍ଡ। କଳିବ ଜୀବନ ମୂଲ, ଦେଖି ପ୍ରଜାପତିରେ, ପ୍ରେଜ୍ ଦ ଲର୍ଡ। ଆସୋ ଶିଶୁ ସଖା ଯିଶୁ ରହିବ ମୋ ସାଥିରେ, ଭାରି ଭଲ ଲାଗେ ମତେ ତୁମେ ଥିଲେ ମୋ କତିରେ। ପଣବୁଦା ବିଲ ବାଡ଼ି ବୁଲି ଦେଖିବା କାନାଡି, ରାଜାର ସମ୍ପଦ ସିରି ହୀନ ଯାହା କତିରେ। ଆସୋ ଶିଶୁ ସଖା ଯିଶୁ ରହିବ ମୋ ସାଥିରେ, ଭାରି ଭଲ ଲାଗେ ମତେ ତୁମେ ଥିଲେ ମୋ ସାଥିରେ। ପ୍ରେଜ୍ ଦ ଲର୍ଡ। ରୁହ ସଦା ମୋର କତି, ପ୍ରେଜ୍ ଦ ଲର୍ଡ। ଆଉ ଲୋଡ଼ା ନାହିଁ କିଛି, ଯାଉ ଏ ଜୀବନ ମିଶି ତୁମ ରୂପ ଜ୍ୟୋତିରେ। ଆସୁ ଶିଶୁ ସଖା ଯିଶୁ ରହିବ ମୋ ସାଥିରେ, ଭାରି ଭଲ ଲାଗେ ମତେ ତୁମେ ଥିଲେ ମୋ କତିରେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ମଙ୍ଗଳମୟ ସ୍ୱାମୀ, ମଙ୍ଗଳମୟ ପ୍ରଭୁ, मंगलमय ईश्वर धन्यवाद, मंगलमय परमेश्वर धन्यवाद, मंगलकारी राजा धन्यवाद, उद्धारकारी ईश्वर धन्यवाद। हालेलुया राजा। प्रेज द लॉर्ड, प्रेज द लॉर्ड, प्रेज द लॉर्ड, प्रेज द लॉर्ड।
हाँ पिता तुम्हारी महिमा। हालेलुया राजा, हालेलुया, हालेलुया। सुंदर समय देइथिबा जोगु धन्यवाद। हाँ पवित्र आत्मा तुमर आशीर्वाद, तुमर अनुग्रह द्वारा आज आम मानकु तुमे आनिल प्रभु। धन्यवाद, धन्यवाद। तुमरी सहित कल पवित्र ईश्वर, धन्यवाद। तुमे आमानकर सहित हेल, आमानकर सहित हेल। आज जेते जण भी प्रभु ई डिवाइस रे उपस्थित अटंती, आज प्रत्येक जीवन रे तुमर शक्ति द्वारा, तुमर शक्ति द्वारा, तुमर शक्ति द्वारा, तुमर अनुभूति द्वारा, तुमर आशीर्वाद द्वारा तुम्हें आगेइबाकु इच्छा प्रकाश कल पवित्र ईश्वर। धन्यवाद, हालेलुया। तुमर महान विषय को तुम्हें देल, तुमर महान परिचय पाइलु प्रभु, तुमर आशीर्वाद पाइलु। धन्यवाद, धन्यवाद। थैंक यू गॉड। आज सुंदर समय पाइथिबा जोगु धन्यवाद राजा। हालेलुया राजा, प्रेज द लॉर्ड। समय को उत्तम कल, धन्यवाद दे ए प्रार्थना प्रिय पुत्र यीशु को नाम रे मागिली प्रभु, आमेन। धन्यवाद दीदी, बहुत बहुत धन्यवाद। प्रभुଙ୍କର गौरव हो, प्रेज प्रशंसा द हो। लॉर्ड। ଭାବରେ ଆରାଧନା କରିଅଛନ୍ତି। ଯଦ୍ୟପି ନେଟୱାର୍କର ପ୍ରୋବ୍ଲେମ ଥିଲା, ତଥାପି ପ୍ରଭୁ ତାହାକୁ ଆଉ ସଫଳ ଦେଇଛନ୍ତି। ସେଥିପାଇଁ ପ୍ରଭୁଙ୍କ ମହାନାମର ଗୌରବ ହଉ। ଆସନ୍ତୁ ଆମମାନେ ପ୍ରଶଂସା କରିଥିବା ଦିଦିଙ୍କ ପାଇଁ ଏବଂ ପ୍ରଭୁଙ୍କର ଗୌରବାର୍ଥେ ଆମେ ଏକ ଉଚ୍ଚ କରତାଳି ଜ୍ଞାପନ କରୁଥିବା। ଧନ୍ୟବାଦ। ଆଉ ଆମମାନଙ୍କ ଗହଣରେ ଅଛନ୍ତି ପ୍ରଭୁଙ୍କର ପ୍ରିୟ ଦାସ ବିନୋଦ ପାଲ ଆଜ୍ଞା ଅଛନ୍ତି। ଆଜ୍ଞା ପ୍ରେଜ ଦ ଲର୍ଡ। ବିନୋଦ ପାଲ ଆଜ୍ଞା ପ୍ରେଜ ଦ ଲର୍ଡ। हाँ प्रेज द लॉर्ड, प्रेज द लॉर्ड। ଆଜ୍ଞା ପ୍ରାର୍ଥନା କରନ୍ତୁ। ଆରାଧନା କରିବାକୁ ଆସିଥିବା ଦିଦିଙ୍କ ପାଇଁ ଆରାଧନା କରିଛନ୍ତି, ଆଉ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ଆଉ ବାକ୍ୟ ଘେନି ଆସୁଥିବା ଆଜ୍ଞାଙ୍କ ପାଇଁ, ଭାତ୍ରା ଆଜ୍ଞାଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ଆଉ ପ୍ରଭୁ ସେମାନଙ୍କୁ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ କରନ୍ତୁ। ଆଉ ଯେତେ ଜଣ ଉପସ୍ଥିତ ପ୍ରତ୍ୟେକଙ୍କ ପାଇଁ ପ୍ରାର୍ଥନା କରନ୍ତୁ। এই সুযোগ নিমন্তে ବହୁତ ବହୁତ ଧନ୍ୟବାଦ ଦେବି। ରିଏଲ ମିନିଷ୍ଟ୍ରି ଫାଷ୍ଟ ମାଷ୍ଟରଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଦେବି। ଅତି ସୁନ୍ଦର ହାତରେ ଆମମାନଙ୍କୁ ସୁନ୍ଦର ଅବକାଶ ପାଇଛୁ, ପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଆମେ ପ୍ରତ୍ୟେକ ତାଙ୍କ ଚରଣ ତଳେ ଆମେ ନତମସ୍ତକ ହେବା। ଆସନ୍ତୁ ଆମେ ପ୍ରାର୍ଥନା କରିବା। ଅତ୍ୟନ୍ତ ଦୟାଳୁ ସ୍ୱର୍ଗବାସୀ ପିତା, ତୁମରି ସେଇ ମହତ ନାମକୁ ଧନ୍ୟବାଦ ଦଉଛୁ, ପ୍ରଶଂସା କରୁଛୁ, ଗୌରବ କରୁଛୁ, ଧନ୍ୟବାଦ କରୁଛୁ। ପ୍ରଭୁ ତୁମରି ବିବିଧ ଦୟା ସକାଶୁ ଆମମାନଙ୍କୁ ବିନଷ୍ଟ ହେବାକୁ ଦେଲ ନାହିଁ। ପ୍ରଭୁ ତୁମରି ଅନୁଗ୍ରହ କୃପା ହେତୁ, ପ୍ରଭୁ ତୁମରି ପ୍ରେମ ହେତୁ ଆଜିର ଏକ ନୂଆ ପ୍ରଭାତ, ନୂଆ ଦିନ ପ୍ରଭୁ ଆମମାନଙ୍କ ଜୀବନରେ ଯୋଡ଼ିଦେଲ। ଏଥିପାଇଁ ତୁମରି ମହିମା କରୁଛୁ, ଗୌରବ କରୁଛୁ। ପ୍ରଭୁ ପ୍ରତ୍ୟେକଙ୍କୁ ତୁମେ ସ୍ପର୍ଶତା ଦିଅ, ତୁମରି ଉପସ୍ଥିତିକୁ ଅନୁଭବ କରିବା ପାଇଁ ଦିଅ। ପ୍ରଭୁ ଦୟା ଅନୁଗ୍ରହ କୃପା କର। ପ୍ରଭୁ ଯୋଉମାନେ ପ୍ରଭୁ ମଧ୍ୟସ୍ଥି ପ୍ରାର୍ଥନାରେ କଡ଼େଇ ନେଇଥିଲେ, ପ୍ରଭୁ ସେମାନଙ୍କୁ ମଧ୍ୟ ବିଶେଷ କରି ଆଶୀର୍ବାଦ କର। ସେମାନଙ୍କର ହୃଦୟ ଜାଣି, ସେମାନଙ୍କର ମନ ଜାଣି, ସେମାନଙ୍କର ପ୍ରଭୁ ହାତ ଯୋଡ଼ିବା ନିବେଦନ ଜାଣିଛ। ପ୍ରଭୁ ସେମାନଙ୍କୁ ତୁମେ ଉତ୍ତର ଦେଇ ପ୍ରଭୁ ତୁମେ ଆଶୀର୍ବାଦ କର ବୋଲି ପ୍ରାର୍ଥନା କରୁଛୁ। ପ୍ରଭୁ ସେମିତି ଯୋଉ ଭଉଣୀ ପ୍ରଭୁ ତୁମ ନିକଟରେ ଆରାଧନା କରିଥିଲେ, ତୁମରି ଲୋକମାନଙ୍କୁ ପ୍ରଭୁ ତୁମ ନିକଟବର୍ତ୍ତୀ କରାଇଛନ୍ତି ଆରାଧନା ଦ୍ଵାରା, ଗୀତ ଦ୍ଵାରା ମହିମାନ୍ୱିତ ପାଇଁ ତୁମକୁ ଧନ୍ୟବାଦ। ପ୍ରଭୁ ତୁମମାନଙ୍କୁ ମଧ୍ୟ ତୁମେ ଆହୁରି ଆହୁରି ହଜାର ଲୁଚାଅ। ପ୍ରଭୁ ତୁମେ ତାଙ୍କୁ ଦୟା କର, ମୋ ପରିବାରକୁ ମଧ୍ୟ ବିଶେଷ କରି ଆଶୀର୍ବାଦ କର ବୋଲି ପ୍ରାର୍ଥନା କରୁଛୁ। ପ୍ରଭୁ ମଧ୍ୟ ପ୍ରଭୁ ଆଉ ଅନେକ ସମୟରେ ତାଙ୍କୁ ତୁମେ ତୁମ ନିମନ୍ତେ ହିଁ ବ୍ୟବହାର କର ବୋଲି ପ୍ରାର୍ଥନା କରୁଛେ। ପରିବାରକୁ ବିଶେଷ କରି ଆଶୀର୍ବାଦ କର, ତୁମେ ମହିମାନ୍ୱିତ, ତୁମେ ଗୌରବ। ପ୍ରଭୁ ଏଇ ମାଧ୍ୟମରେ ପ୍ରଭୁ ଯେତେକ ବସି ଅଛୁ, ପ୍ରତ୍ୟେକଙ୍କୁ ତୁମେ ନିୟନ୍ତ୍ରଣ ମଧ୍ୟରେ ରଖ, ସୁସ୍ଥିର ଆତ୍ମା ଦିଅ, ସ୍ଥିର ଚିତ୍ତ ଦେଇ ପ୍ରଭୁ ତୁମେ ମହିମାନ୍ୱିତ। ପ୍ରଭୁ କଥା କରିବା, ତୁମେ କଥା କୁହ, ତୁମରି ସେଇ ସ୍ୱର୍ଗୀୟ ବାଣୀ ଆଣିଥିବା ତୁମରି ଦାସଙ୍କୁ ତୁମେ ଅନୁଗ୍ରହ କର, ତୁମେ ଆଶୀର୍ବାଦ କର, ତୁମେ ଅଭିଷେକ କର ବୋଲି ପ୍ରାର୍ଥନା। ପ୍ରଭୁ ତୁମେ ଦୟା କର, ଚେତନା ଦେଇ ପ୍ରତ୍ୟେକଙ୍କୁ ତୁମେ ଅନୁଗ୍ରହ କର। ପ୍ରଭୁ ବର୍ତ୍ତମାନ ମହାଶୟ ପ୍ରଭୁ ତୁମରି ସେଇ ଜୀବନ୍ତ ବାକ୍ୟ ନେଇ ଆସୁଅଛନ୍ତି। ପ୍ରଭୁ ତୁମରି ଲୋକମାନଙ୍କୁ, କ୍ଷୁଧିତ ଲୋକମାନଙ୍କୁ, ତୃଷିତ ଲୋକମାନଙ୍କୁ ପ୍ରଭୁ ପ୍ରଭୁ ଏଇ ସ୍ୱର୍ଗୀୟ ମାନ୍ନା ପ୍ରଭୁ ସ୍ୱର୍ଗୀୟ ଝର ପରିବେଷଣ କରିବେ। ପ୍ରତ୍ୟେକ ଜଣନ୍ତ ପ୍ରଭୁ ଆତ୍ମାରେ ପରିତୃପ୍ତ ହୋଇ ତୁମରି ମହିମା କରିବା ପାଇଁ ପାରିବୁ, ଏପରି ଅନୁଗ୍ରହ କର। ଗୌରବମୟ ରାଜା ତୁମେ ଗୌରବ ପାଅ, ମୋ ଦାସଙ୍କୁ ଆହୁରି ଆହୁରି ହଜାର ଚାଅ।
प्रभु तुम्हें कथा कही तुम्हें महिमान्वित ବୋଲି ପ୍ରାର୍ଥନା କରୁଛି। ମିନିଷ୍ଟର ଉଷ୍ମାଶଙ୍କ ପରିବାରକୁ ମଧ୍ୟ ବିଶେଷ କରି ଆଶୀର୍ବାଦ କର। ଯେତେକ ପରିବାର ପ୍ରଭୁ ଏଠାରେ ବସି ଅଛି ପ୍ରତ୍ୟେକ ପରିବାର ଜ୍ଞାତି କୁଟୁମ୍ବ ପରିଜନ ପୁତ୍ର କନ୍ୟା ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କରି ତୁମେ महिमान्विତ ଗୌରବ ମହିମା ପୂଜା ପ୍ରଶଂସା କର। ଯୀଶୁଙ୍କ ନାମରେ ଏହି ଛୋଟ ନିବେଦନ କଲି ପିତା ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ। ଆଜ୍ଞା ବହୁତ ବହୁତ ଧନ୍ୟବାଦ। ସବୁ ବିଷୟ ନେଇକି ପ୍ରାର୍ଥନା କରିଛନ୍ତି। ପ୍ରଭୁ ଆପଣଙ୍କର ସହବର୍ତ୍ତୀ ଈଶ୍ୱର ହୁଅନ୍ତୁ। ବର୍ତ୍ତମାନ ମାନେ ସେଇ ସମୟରେ ଉପସ୍ଥିତ ଯାହା ପ୍ରଭୁଙ୍କର ମୁଖ ନିଃସୃତ ବାକ୍ୟକୁ ଆମମାନେ ପାଇବା। ଆଉ ମୁଁ ଗୋଟେ ଅଂଶ ଅଧ୍ୟୟନ କରୁଛି ଆଉ ପ୍ରଭୁଙ୍କ ଦାସକୁ ମୁଁ ସ୍ୱାଗତ କରୁଥିବି। ତୁମେ ମାନେ ସଦା ପ୍ରଭୁଙ୍କର ପ୍ରଶଂସା କର। ସରଳ ଲୋକଙ୍କ ସଭାରେ ମଣ୍ଡଳୀ ମଧ୍ୟରେ ମୁଁ ସର୍ବାନ୍ତକରଣ ସହିତ ସଦା ପ୍ରଭୁଙ୍କୁ ଧନ୍ୟବାଦ ଦେବି। ସଦା ପ୍ରଭୁଙ୍କ କାର୍ଯ୍ୟ ସକଳ ମହତ୍। ଯେଉଁମାନେ ତହିଁରେ ସନ୍ତୁଷ୍ଟ ସେମାନେ ତାହା ସବୁ ସନ୍ଧାନ କରନ୍ତି। ତାହାଙ୍କର କ୍ରିୟା ସମ୍ଭ୍ରମ ଓ ଗୌରବ ସ୍ୱରୂପ ଓ ତାହାଙ୍କର ଧର୍ମ ଅନନ୍ତ କାଳ ସ୍ଥାୟୀ। ସେ ଆପଣାର ଆଶ୍ଚର୍ଯ୍ୟ କର୍ମ ସବୁ ସ୍ମରଣ କରାଇ ଅଛନ୍ତି। ସଦା ପ୍ରଭୁ କୃପାମୟ ଓ ସ୍ନେହଶୀଳ। ସେ ଆପଣା ଭୟକାରୀ ମାନଙ୍କୁ ଆହାର ଦେଇ ଅଛନ୍ତି ଓ ସଦାକାଳ ଆପଣା ନିୟମ ସ୍ମରଣ କରିବେ। ପ୍ରଭୁ ଏହି ପଠିତ ବାକ୍ୟ ଦ୍ୱାରା ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ ମୁଁ ପ୍ରଭୁଙ୍କ ପ୍ରିୟ ଦାସ ଆଉ ପବିତ୍ର ଭାତ୍ରା ଆଜ୍ଞାକୁ ନମସ୍କାର ଆଉ ପ୍ରେଜ୍ ଦ ଲର୍ଡ ସହ ଆଜିର ଉପାସନାକୁ ମୁଁ ସ୍ୱାଗତ କରୁଛି। ଆଜ୍ଞା ଆପଣ ସମ୍ମୁଖକୁ ଆସନ୍ତୁ। ଆଜି ପ୍ରଭୁଙ୍କର ବାକ୍ୟକୁ ଆମ ନିକଟରେ ବଣ୍ଟନ କରନ୍ତୁ। ପ୍ରଭୁ ଆପଣଙ୍କର ସହବର୍ତ୍ତୀ ଈଶ୍ୱର ହୁଅନ୍ତୁ। ଆମର ପ୍ରିୟ ଆଜ୍ଞା ପ୍ରାୟ ମୁଁ ଯେତେବେଳେ ମୋର ଲିଡିଂ ସମୟରେ ଆଉ ଭାତ୍ରା ଆଜ୍ଞାକୁ ମତେ ଦିଆ ହେଇଥାଏ। ଆମ ଜିହ୍ୱାନିଶିରେ ବି ଆଉ ରିଏଲ ମିନିଷ୍ଟ୍ରିରେ ବି କୋଇନୋନିଆରେ ବି କେତେ ଥର ମୁଁ ଭାଇଙ୍କୁ ପାଇଛି ଆଉ ସ୍ୱାଗତ କରିବା ବହୁତ ପାଇଥିଲେ। ବହୁତ ଧନ୍ୟବାଦ। ପ୍ରଭୁଙ୍କୁ ଭାଇଙ୍କୁ ବି ବହୁତ ଧନ୍ୟବାଦ। ଆଉ ସୁନ୍ଦର ଭାବରେ ଆଜି ସେ ପ୍ରଭୁଙ୍କର ବାକ୍ୟ ନିଶ୍ଚୟ ଉତ୍ଥାପନ କରିବେ। ସେଥିପାଇଁ ପ୍ରଭୁଙ୍କର ଗୌରବ କରୁଛି ଏବଂ ପ୍ରଭୁଙ୍କ ନାମରେ ମୁଁ ଆପଣଙ୍କୁ ସ୍ୱାଗତ କରୁଛି। ଭାଇ ଆଗକୁ ଆସନ୍ତୁ ଏବଂ ପ୍ରଭୁଙ୍କର ପ୍ରେଜ୍ ବାକ୍ୟ ଲର୍ଡ ଦିଦି, ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଧନ୍ୟବାଦ। ଆମେନ୍, ଆମେନ୍। ପ୍ରଭୁଙ୍କର ମହାନ ନାମ ଧନ୍ୟବାଦ ହଉ। ଆଜି ପ୍ରଭୁ ଆମମାନଙ୍କୁ 11 ତାରିଖ ଏ ଜୁନ୍ ମାସ ପ୍ରଭୁ ଆମମାନଙ୍କ ଜୀବନରେ ଦେଇ ଅଛନ୍ତି। ପୁଣି ଦିନର ପ୍ରାରମ୍ଭରେ ଈଶ୍ୱରଙ୍କ ଉପସ୍ଥିତିରେ ଆମମାନଙ୍କୁ ପ୍ରଭୁ ଆଣିଲେ। ମଧ୍ୟସ୍ଥି ଉପାସନାରେ ପ୍ରଭୁ ଆମମାନଙ୍କୁ ସୁନ୍ଦର ଭାବରେ ତାଙ୍କ ପବିତ୍ର ଆତ୍ମାଙ୍କର ପୂର୍ଣ୍ଣତାରେ ଆମମାନଙ୍କୁ କଢ଼େଇ ଆଣିଅଛନ୍ତି। ବର୍ତ୍ତମାନ ମଧ୍ୟ ଆମେ ବାକ୍ୟ କିଛି ଶୁଣିବା। ମୋତେ ସ୍ୱାଗତ କରୁଥିବା ପ୍ରିୟ ଦିଦିଙ୍କୁ ମୋତେ ବହୁତ ବହୁତ ଧନ୍ୟବାଦ। ଆପଣଙ୍କର ହୃଦୟ ପାଇଁ ଆପଣଙ୍କର ଭଲ ମନୋଭାବ ପାଇଁ ପ୍ରଭୁ ବ୍ୟବହାର କରନ୍ତୁ। ପୁଣି ମୋତେ ପ୍ରଚାର କରିବା ପାଇଁ ସୁଯୋଗ ଦେଇଥିବା ଆମମାନଙ୍କର କୈନୋନିଆ ରିଏଲ ମିନିଷ୍ଟ୍ରି ଅଫ୍ ଇଣ୍ଡିଆର ହୋଷ୍ଟ ଆଜ୍ଞା ଅଛନ୍ତି। ଆମମାନଙ୍କର କୌର ଆଜ୍ଞାକୁ ବହୁତ ଧନ୍ୟବାଦ ଦେଉଛି। ମୋତେ ମନେ ପକେଇକିରି ପୁନର୍ବାର ଏହି ପ୍ଲାଟଫର୍ମରେ ଈଶ୍ୱରଙ୍କର ବାକ୍ୟ ପରିବେଷଣ କରିବା ପାଇଁ ସୁଯୋଗ ଦେଇଥିବାରୁ ମୁଁ ଆନ୍ତରିକ ମୋର ଗୁଡ୍ ମର୍ଣ୍ଣିଂ ଏବଂ ନମସ୍କାର ଜ୍ଞାପନ କରେ। ମଧ୍ୟ ଈଶ୍ୱରଙ୍କ ଦାସ ଦାସୀ ତାଙ୍କର ଅତି ପ୍ରିୟ ଲୋକମାନେ ଆପଣମାନଙ୍କୁ ମଧ୍ୟ ମୋର ନମସ୍କାର ପ୍ରେଜ୍ ଦ ଲର୍ଡ ଶୁଭ ସକାଳ ଜ୍ଞାପନ କରୁଛି। ଆସନ୍ତୁ ଆଜିର ସଂକ୍ଷିପ୍ତ ଆଲୋଚନାରେ ଆଉ ଈଶ୍ୱରଙ୍କ ବାକ୍ୟରୁ ଆମେ ଅଧ୍ୟୟନ କରିବା। ଯାହା ମୁଁ ଆଜି 3 ways to increase your anointing। 3 ways to increase your anointing। ତିନିଟା ମାଧ୍ୟମ ଯାହାକି ଅଭିଷେକକୁ ଆମେ ବଢ଼େଇ ପାରିବା। ତିନିଟା ଉପାୟ ଦ୍ୱାରା ମାନଙ୍କର ଅଭିଷେକକୁ ବୃଦ୍ଧି କରିପାରିବା। ସେ ମାଧ୍ୟମ ଉପରେ ମୁଁ ଅଳ୍ପ ସମୟ ଆଲୋଚନା କରିବି ପ୍ରଭୁଙ୍କ ବାକ୍ୟ ଦ୍ୱାରା। ଆମମାନଙ୍କର ଜିତୁ ଆଜ୍ଞା କହୁଥିଲି ମୁଁ ଆମ ଚର୍ଚ୍ଚରେ ଜଣେ କଲେ କାଲି ଆଉ ବହୁତ ବ୍ୟସ୍ତ ରହିବି ସକାଳେ କେତେବେଳେ ଯିବି କ'ଣ ବୋଲି କହିଲେ ପ୍ରଚାର କରନ୍ତୁ। ମୁଁ ପ୍ରିପେୟାର ବି ହେଇନାହିଁ। କାଲି ଦିନ ଯାକ ସେଠି ଥିଲି ତଥାପି କହିଲେ ୟୁ ଆର୍ ଏ ପ୍ରଫେସନାଲ ପାଷ୍ଟର ୟୁ ମେ ପ୍ରିଚ୍ ଏନି ଟାଇମ୍ ଏନିୱେୟାର ଏନକରେଜ୍ କଲେ ମୋତେ। ତେଣୁ ମୁଁ ଆଉ ଥରେ କାହିଁକି ମୁଁ ପ୍ରଭୁଙ୍କ ବାକ୍ୟ ନ ପ୍ରଚାର କରିବି ବୋଲି ଆଉ ଟିକେ ପ୍ରସ୍ତୁତ ବି ହେଇଛି। ତେଣୁ ଆଜି ସକାଳ ସମୟରେ ଆମମାନେ ପ୍ରଭୁ ଦେଇଥିବା ଅଭିଷେକ ପ୍ରଭୁ ଦେଇଥିବା ଆନଏଣ୍ଟିଂକୁ ଆମେ କି ପ୍ରକାର ଭାବରେ ତାକୁ ଆଉ ବୃଦ୍ଧି କରିପାରିବା। ତିନିଟା ଉପାୟ ମଧ୍ୟରେ କରିପାରିବା। ଆମମାନଙ୍କର ଅଭିଷେକ ମଧ୍ୟ ଚାଲି ଯାଇପାରେ। ପ୍ରଭୁ ଦେଇଥିବା ଅଭିଷେକକୁ ଆମେ ନଷ୍ଟ କରିପାରିବା।
ପ୍ରଭୁ ଦେଇଥିବା ଅଭିଷେକକୁ ଆମେ ତାକୁ ରିଜେକ୍ଟ କରିଦେଇହେବ। କାରଣ ଅନେକଙ୍କ ଜୀବନରେ ଆମେ ଦେଖିପାରିଛୁ ତାକୁ ବୃଦ୍ଧି ବି କରିହେବ, ତାକୁ ନଷ୍ଟ ବି କରିଦେଇହେବ। ତେଣୁ ଆମେ ନଷ୍ଟ କରିବାଟା ତ ବେଶୀ ସହଜ କଥା, ଗୋଟେ ମିନିଟ ଗୋଟେ ସେକେଣ୍ଡ ନଷ୍ଟ ହେଇଯିବ। କିନ୍ତୁ ଆମମାନଙ୍କର ପ୍ରଭୁ ଯେ ଅଭିଷେକ ଦେଇଅଛନ୍ତି ଆମ ପ୍ରତ୍ୟେକଙ୍କୁ, ସେଇ ଅଭିଷେକକୁ ଆମେ କି ପ୍ରକାର ବୃଦ୍ଧି କରିବା ଏ ଉପରେ ଆମେ କିଛି ଆଲୋଚନା କରିବା। ଆଗ କାଳରେ ଜଷ୍ଟ ଆମେ ଛୋଟ ଥିବା ସମୟରେ ଯଦି କୌଣସି ପୁଅ କିମ୍ବା ଝିଅ ମୁଣ୍ଡରେ ଯଦି ତେଲ ନ ଲଗାଏ, କହୁଥିଲା ଆରେ यार ମୁଣ୍ଡରେ ତେଲ ଟିକେ ନାହିଁ, ଖାଲି ବୁଲୁଛି, ତାର ଚୁଟି ପୁରା ଶୁଖିଲା ଶୁଖିଲା। ବାପା ମା ମାନେ କଣ କରୁଥିଲେ, ତା ମୁଣ୍ଡରେ ତେଲ ବୋଳୁଥିଲେ, ତେଲ ଲଗାଉଥିଲେ, କୁଣ୍ଡେଇ ଦଉଥିଲେ। ଆଉ ବାଇବେଲ ବି ମସ୍ତକରେ ତୈଳର ଅଭାବ ନ ହେଉ। ଇଟ୍ ମିନ୍ସ ଆମ ପାଖରେ ଅଭିଷେକର ଅଭାବ ଦେଖା ନ ଯାଉ, ଅଭିଷେକ ପରିପୂର୍ଣ୍ଣ ହେବା ଦରକାର। ତେବେ ଏଇଟା ମଧ୍ୟ ଆମେ ଅଜାଣତାରେ ଚାଲିଯାଏ, ଆମେ ଜାଣିପାରୁନଥିବୁ ଅଭିଷେକ ଚାଲି ଯାଇଥିବ। ଯେମିତି ଏତେ ବଡ଼ anointing passion of God ସାମସନ, ସେ ଜାଣି ପାରିଲା ନାହିଁ ଯେ ତାର ଅଭିଷେକ କେତେବେଳେ ଚାଲି ଯାଇଛି। ଆଉ ସେ ପୂର୍ବ ଭଳି ସେ ଉଠିବା ପାଇଁ ଚେଷ୍ଟା କଲେ, କିନ୍ତୁ ପ୍ରଭୁ ତାକୁ ଛାଡ଼ି ଦେଇଥିଲେ। ଆଉ ଈଶ୍ୱରଙ୍କର ଅଭିଷେକ ଚାଲି ଯାଇଥିଲା, ସାମସନ ଜାଣିପାରିଲା ନାହିଁ। ବେଳେବେଳେ ଆମମାନଙ୍କର ପୂର୍ବ ଅନୁଭୂତିକୁ ନେଇ ଆମେ ଜୀବନ କାଟିଥାଉ। କିନ୍ତୁ ବର୍ତ୍ତମାନ ଆମେ କି ପ୍ରକାର ଅଛୁ, ବର୍ତ୍ତମାନ ମୁଁ ପ୍ରାର୍ଥନା କଲେ ପ୍ରଭୁ କଣ ଶୁଣନ୍ତି କି? ଆଗ ଭଳି ବର୍ତ୍ତମାନ କଣ ମିରାକେଲ ହଉଛି କି? ଆଗେ ଯେମିତି ମୁଁ ପ୍ରାର୍ଥନା କଲା ସାଙ୍ଗେ ସାଙ୍ଗେ ଭୂତ ପ୍ରେତ ଡୁମା ଡାହାଣୀ ମନ୍ଦ ଆତ୍ମା ଚାଲି ଯାଉଥିଲା, ଏବେ ସେମିତି ହେଉଛି ନା? ଆମେ ପୂର୍ବ ବିଷୟକୁ ଭରସା କରି ପ୍ରଭୁ ତ ଅଛନ୍ତି ନା ଭାବୁଥିବୁ, କିନ୍ତୁ ଆମେ ଅଜାଣତାରେ ବିଭିନ୍ନ ପ୍ରକାର ପାପର ଶିକାର ହେଇ ପ୍ରଭୁ ଦେଇଥିବା ଅଭିଷେକକୁ ଆମେ ହରାଇ ଦେଇଥାଉ। ତେଣୁ এই ଅଭିଷେକକୁ ବଜାୟ ରଖିବା ପାଇଁ, ଅଭିଷେକକୁ ଇନକ୍ରିଜ କରିବା ପାଇଁ ଆମକୁ କେତେଟା ବିଷୟ ଦରକାର ଅଛି। ପ୍ରଥମ କଥା ଯେ ପ୍ରଭୁଙ୍କ ସହିତ ଆମମାନଙ୍କର ସମ୍ପର୍କକୁ ଛିନ୍ନ କରିବାକୁ ହବ ନାହିଁ। God wants us to learn how to develop the anointing He has placed our lives when Jesus makes His home in our heart. ଯେତେବେଳେ ପ୍ରଭୁ ଆମମାନଙ୍କର ହୃଦୟ ମଧ୍ୟରେ ସେ ବାସ କରନ୍ତି ଏବଂ ତାଙ୍କର ଘର ଯଦି ଯୀଶୁଙ୍କର ଘର ଯଦି ଆମର ହୃଦୟ ହେଇଯିବ, ତେବେ ଆମେମାନେ ଈଶ୍ୱରଙ୍କ ଅଭିଷେକରେ ରହିପାରିବା। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ରହିବା ସ୍ଥାନ ଯଦି ଆମର ହୃଦୟ ମନ୍ଦିର ବୋଲି ଆମେ ଚିନ୍ତା କରିବା, ଭାବିବା ଆଉ ତାଙ୍କୁ ଜାଗା ଦେବା, ତେବେ ଆମର ଅଭିଷେକ କେବେ ନଷ୍ଟ ହେବାର ଚାନ୍ସେସ୍ ନାହିଁ। ଆଉ ଆମମାନେ ଈଶ୍ୱରଙ୍କ ଆତ୍ମାରେ ଯେମିତି ଜଳରେ ପରିପୂର୍ଣ୍ଣ ହେଇ ଆମେ ଜଳରେ ବୁଡ଼ିକିରି ବାପ୍ତିଜିତ ହେଉଛୁ, ଠିକ ଆମେ ସବୁବେଳେ ଆତ୍ମାରେ ଡୁବି ରହିବା ଦରକାର। ଆଉ ଏ ପ୍ରକାର ବ୍ୟକ୍ତିମାନେ anointing ରହିଥାଏ, ବାଇବେଲରେ ଆମେ ଦେଖୁଛୁ। ସବୁବେଳେ ସେମାନେ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଅଭିଷେକ ହେଇ ରହିବା ପାଇଁ ଚାହାନ୍ତି। ସବୁବେଳେ ଆତ୍ମାରେ ଭିଜିକିନା ଓଦା ହେଇକିନା ୱେଟ୍ ହେଇକିନା ରହିବାକୁ ଚାହାନ୍ତି। ଏ ପ୍ରକାର ବ୍ୟକ୍ତିମାନେ ଯେକୌଣସି, ଆମେ କେବଳ ଫୁଲପୁଟରେ ଗଲେ ଏକା ଯାଇକି ପ୍ରେୟର କରିକି ଠିଆ ହବୁ ଏମିତି କିଛି ନାହିଁ। ଆପଣ ରୋଡରେ ସଡ଼କରେ ଠିଆ ହେଲା ବେଳେ ମଧ୍ୟ anointingରେ ଠିଆ ହେବା ଦରକାର। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସଦାସର୍ବଦା ହୃଦୟରେ ସ୍ଥାପନ କରିବାକୁ ଦରକାର। ସେ ଅଭିଷେକ ଯଦି ଆପଣ ପାଖରେ ମୋ ପାଖରେ ରୁହନ୍ତି, ଅଭିଷେକ ଚାଲିଯିବା ଚାନ୍ସେସ୍ ନାହିଁ। ତେଣୁ when Jesus makes His home in your heart and you are baptized with the Spirit of God is within you. He does not just want to have the Spirit within you, wants to anointing the Spirit to God rest upon you. ପ୍ରଭୁ ଚାହାନ୍ତି ନାହିଁ ଯେ ଈଶ୍ୱରଙ୍କ ଆସୁଥାଉ ଆର ଯାଉଥାଉ ପବନ ଭଇଲା ଭଳି, କିନ୍ତୁ ପ୍ରଭୁ ଚାହାନ୍ତି ଈଶ୍ୱରଙ୍କ ଆତ୍ମା ଆସି ଆପଣଙ୍କ ମଧ୍ୟରେ ଜାଗା ପାଇକିନା ରହିଯାଆନ୍ତୁ। ରେଷ୍ଟ ଅପନ୍ ୟୁ, ପ୍ରଭୁଙ୍କର ଆତ୍ମା ଆପଣଙ୍କ ଉପରେ ରୁହନ୍ତୁ, ଏହା ପରମେଶ୍ୱର ଆପଣଙ୍କୁ ମୋତେ ଚାହାନ୍ତି। ଆମେ ବେଳେ ବେଳେ ପ୍ରଭୁଙ୍କର ଆତ୍ମା ମାନେ ଜାଗତିକ ଲୋକ ସହିତ ଥିଲା ବେଳକୁ ପ୍ରଭୁଙ୍କ ଆତ୍ମାକୁ ଏଡ଼େଇ ଦେଇଥାଉ, ଆତ୍ମିକ ଲୋକମାନଙ୍କ ସହିତ ମିଶିଲା ବେଳକୁ ଆମେ ଆତ୍ମାରେ ପୂର୍ଣ୍ଣ ଚେଷ୍ଟା କରୁ। ଆମର ତାରିକା ଏଇଟା।
କିନ୍ତୁ ପ୍ରଭୁ ଚାହାନ୍ତି ସବୁବେଳେ ଈଶ୍ୱରଙ୍କ ଆତ୍ମା ଆପଣଙ୍କ ଉପରେ ରହୁ, ସେ ଅଧିଷ୍ଠାନ କରୁ। ଚଢ଼େଇ ତାର ବସାରେ ଯେମିତି ବସିକିରି ରୁହେ, ଆଉ ଗୋଟିଏ କୁକୁଡ଼ା ଯେତେବେଳେ ତାର ବସାରେ ବସେ ଆଉ ଯେତେବେଳେ ଉଷୁମାଏ ସେତେବେଳେ ଛୁଆ ବାହାରେ। ତେଣୁକରି ଆପଣ ମୁଁ ଯେତେବେଳେ ଅଭିଷେକରେ ତିନ୍ତିକି ରହିବା, ଅଭିଷେକରେ ବୁଡ଼ିକି ରହିବା, ଅଭିଷେକରେ ମାନେ ପୂର୍ଣ୍ଣତା ରହିବା, ସେତେବେଳେ ପରମେଶ୍ୱରଙ୍କର କାମ ସବୁ ହୋଇଥାଏ। ତେଣୁ ପ୍ରଭୁ ମଧ୍ୟ ଏଇଟା ଚାହାନ୍ତି, ଦ ସ୍ପିରିଟ୍ ଅଫ୍ ଦ ଗଡ୍ shall rest upon you, ପ୍ରଭୁଙ୍କର ଆତ୍ମା ଯେ ଆପଣ ସବୁବେଳେ ରୁହନ୍ତୁ, ଏଇଟା ପ୍ରଭୁ ଚାହାନ୍ତି। ତେବେ ଯୀଶୁ ଖ୍ରୀଷ୍ଟଙ୍କୁ ଆମମାନଙ୍କର ହୃଦୟ ମଧ୍ୟରେ ତାଙ୍କର ବସା ଘର ବା ରହିବା ସ୍ଥାନ କରିବା ଦରକାର। ପୁଣି ଆମେ ସବୁବେଳେ ଈଶ୍ୱରଙ୍କ ଆତ୍ମାରେ ଡୁବିବା ରହିବା ପାଇଁ ଆମମାନଙ୍କୁ ଆବଶ୍ୟକ ଅଛି। ଦ୍ୱିତୀୟ କଥା, ପଢ଼ନ୍ତୁ ଯୋହନ 2:20। ପ୍ରଥମ ଯୋହନ 2:20। ଆଉ ତୁମ୍ଭେମାନେ ସେହି ପବିତ୍ର ବ୍ୟକ୍ତିଙ୍କ ଠାରୁ ଅଭିଷେକ ପାଇଥିବାରୁ ତୁମ୍ଭେ ସମସ୍ତେ ଜ୍ଞାନ ପ୍ରାପ୍ତ ହୋଇଅଛ। ଆମେନ୍। ଆମେମାନେ ସମସ୍ତେ ସେଇ ଅଭିଷିକ୍ତ ବ୍ୟକ୍ତିଙ୍କ ଠାରୁ ଅଭିଷେକ ପାଇଅଛୁ, ଅର୍ଥାତ୍ ସେ ପିତାଙ୍କ ଠାରୁ ବା ପୁତ୍ରଙ୍କ ଠାରୁ ଆମେ ସେ ଅଭିଷେକ ପାଇଅଛୁ। ଆମେମାନେ ଯାହାଙ୍କ ସହିତ ଅଧିକ ସମୟ ବ୍ୟତୀତ କରୁ ଆମେ ତାହାପରି ହେଇଥାଉ। ଆପଣ ଗୋଟେ ଜକିଂ ଲୋକ ସହିତ ମିଶିବେ, ସବୁବେଳେ ଜବ୍ କରୁଥିବ, ଆପଣଙ୍କର ମେଣ୍ଟାଲିଟି ମଧ୍ୟ ସେମିତି ହିଁ ହେଇଯିବ। ଆପଣ ଖୁସି ଖୁସି କଥା କହିବାକୁ ଚାହାନ୍ତି, ହସିବା ପାଇଁ ଚାହାନ୍ତି, ମଜାକ କରିବାକୁ ଚାହାନ୍ତି, ଏମିତି ହେଇଯିବ। କେତେ ଦିନ ଆପଣ ସେମିତି ରହି ନ ପାରନ୍ତି, କିନ୍ତୁ ପରେ 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 ଆପଣଙ୍କୁ ମଧ୍ୟ ସେ ମେଣ୍ଟାଲିଟି ଆସିଯିବ। ତେଣୁ ଆପଣ ମୁଁ ଗୋଟେ ଅଭିଷିକ୍ତ ବ୍ୟକ୍ତିଙ୍କ ଠାରୁ ଅର୍ଥାତ୍ ପ୍ରଭୁ ଯୀଶୁଙ୍କ ଠାରୁ ଅଭିଷେକ ପାଇଅଛୁ। ତେବେ ଆମେ ଯେତେବେଳେ ପ୍ରଭୁଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ରହିବା, ତେବେ ଅଧିକରୁ ଅଧିକ ଆମମାନେ ଅଭିଷିକ୍ତ ରହିବା। ଯୋହନ 14:26 ପଢ଼ନ୍ତୁ। 26। କିନ୍ତୁ ସେହି ସାହାଯ୍ୟକାରୀ ଅର୍ଥାତ୍ ଯେଉଁ ପବିତ୍ର ଆତ୍ମା ପିତା ମୋ ନାମରେ ପ୍ରେରଣ କରିବେ, ସେ ସମସ୍ତ ବିଷୟ ଶିକ୍ଷା ଦେବେ, ଆଉ ମୁଁ ତୁମମାନଙ୍କୁ ଯାହା ଯାହା କହିଛି ସେସବୁ ତୁମମାନଙ୍କୁ ପ୍ରସ୍ଫୁରଣ କରାଇବେ। ଅର୍ଥାତ୍ ଯୀଶୁଙ୍କ ନାମରେ ପିତା ପବିତ୍ର ଆତ୍ମାଙ୍କୁ ଦେବେ। ତେବେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଆପଣଙ୍କ ମୋର ସୁସମ୍ପର୍କ ସ୍ଥାପନ କରିବାକୁ ପଡ଼ିବ। ଅଧିକ ତାଙ୍କ ସହିତ ଆମର ଘନିଷ୍ଠତା ରହିବାକୁ ପଡ଼ିବ। ଯଦି ପ୍ରେରିତ ତାର 3:14 ପଢ଼ିବା, ତାହେଲେ ପଢ଼ି ଦିଅନ୍ତୁ। ଆପଣମାନେ ସେହି ପବିତ୍ର ଓ ଧାର୍ମିକ ବ୍ୟକ୍ତିଙ୍କୁ ଅସ୍ୱୀକାର କଲେ, ଆଉ ଜଣେ ନରଘାତକୁ ଯେପରି ଆପଣମାନଙ୍କ ନିମନ୍ତେ ମୁକ୍ତ କରାଯାଏ, ଏହା ପ୍ରାର୍ଥନା କଲେ। ଦେଖିଲୁ, ତୁମ୍ଭେ ମାନେ ସେଇ ପବିତ୍ର ଧାର୍ମିକ ବ୍ୟକ୍ତିଙ୍କୁ ଅସ୍ୱୀକାର କଲ। ଏଠି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପବିତ୍ର ଏବଂ ଧାର୍ମିକ ବ୍ୟକ୍ତି ବୋଲି ଏଠି ବାଇବେଲ ଆମକୁ କହୁଛି। ତେଣୁ ସେଇ ପବିତ୍ର ଏବଂ ଧାର୍ମିକ ବ୍ୟକ୍ତିଙ୍କ ସହିତ ଆମେ ଯେତେବେଳେ ରହିବା, ଆମମାନଙ୍କର ଏନାଇଟିଂ ବଢି ବଢି ବଢିଯିବ। ଯଦି ଜଣେ ଜାଗତିକ ଲୋକ ସହିତ ଆମମାନଙ୍କର ସମ୍ପର୍କ ରହିବ, ଆମର ଜାଗତିକତା ବଢି ବଢିଯିବ, ଆମର ଅଭିଷେକ କମି କମି କମିଯିବ। ଜଣେ ପାଳକ କହିଲେ, ଆଜ୍ଞା ମୁଁ ଜାଗତିକ ଲୋକ ସହିତ ଚାଲିଗଲା, ଆଉ ଜାଣିପାରିଲି ଏବେ ମୁଁ କଣ କରୁଛି, ଗୋଟେ ଆତ୍ମିକ ଲୋକ ସହିତ ମିଶିବାକୁ ଚାହୁଁଛି, ଗୋଟେ ଆନଣ୍ଟିଂ ପର୍ସନ ସହିତ ରହିବାକୁ ଚାହୁଁଛି, ଗୋଟେ ଆନଣ୍ଟିଂ ଲୋକ ସହିତ ମୁଁ କଥାବାର୍ତ୍ତା ହେବା ପାଇଁ ଚାହୁଁଛି, କାରଣ ତାଙ୍କର ଅଭିଷେକ ଆମ ଉପରେ ପଳେଇ ଆସିବ। ମଶାଙ୍କର ଅଭିଷେକ ଜିଅସୁଙ୍କ ଉପରେ ଆସିଲା,
ତେଣୁକରି ଏଇଟା ଆମଙ୍କର ରହସ୍ୟ ଯେ ଆମମାନେ ଯେମିତି ଲୋକ ସହିତ ସମୟ ଏମିତି ଆମମାନଙ୍କର ଚରିତ୍ର ଏବଂ ଅଭିଷେକ ମଧ୍ୟ ହେଇପାରିବ। ତେଣୁକରି ଆମମାନେ ସ୍ପେଣ୍ଡ ଟାଇମ୍ ୱିଥ୍ ଜିସସ୍, ଯୀଶୁ ଖ୍ରୀଷ୍ଟଙ୍କ ସହିତ ଆମମାନଙ୍କର ସମୟ ଅତିବାହିତ କରିବାକୁ ପଡ଼ିବ। ଏବଂ ଦ୍ୱିତୀୟ କଥା ଯେ ଆମେମାନେ ଯେଉଁ ଅଭିଷେକ ପାଇଅଛୁ, ଯେଉଁ ଅଭିଷେକ ଆମ ପାଖରେ ଅଛି, ସେ ଅଭିଷେକକୁ ଆମେ ବ୍ୟବହାର କରିବା। ଯଦି ପାଇଥିବା ଅଭିଷେକକୁ ବ୍ୟବହାର କରିବେ ନାହିଁ, ଆପଣ ଜାଣିପାରିବେନି ଆପଣଙ୍କ ପାଖରେ ଅଭିଷେକ ଅଛି କି ନାହିଁ। ସେଥିପାଇଁ ମାନେ ରୋଗୀମାନଙ୍କ ପାଇଁ, ଭୂତଗ୍ରସ୍ତ ଲୋକ, ବିମାରୀ ଲୋକ, ଯେକୌଣସି ସମସ୍ୟାଗ୍ରସ୍ତ ଲୋକମାନଙ୍କୁ ପ୍ରାର୍ଥନା କରୁଥିବାର ଅଛି। ଆମେ ଯେତେବେଳେ ପ୍ରାର୍ଥନା କରୁଥିବା, ପ୍ରଭୁ କାମ କରୁଥିବେ, ସେତେବେଳେ ଜାଣିପାରିବେ ମୋ ପାଖରେ ଅଭିଷେକ ଅଛି। ସାମସନକୁ ଯେତେବେଳେ ଲୋକମାନେ ଆସୁଥିଲେ ଆକ୍ରମଣ କରିବା ପାଇଁ ଏବଂ ଆଟାକ୍ କରିବା ପାଇଁ, ସେତେବେଳେ ସେ ଠିଆ ହେଉଥିଲା ଏବଂ ତାଙ୍କ ସହିତ ଯୁଦ୍ଧ କରିବାକୁ ହେଇଗଲା। ସେତେବେଳେ ସେମାନେ ହାରି ଯାଉଥିଲେ, ସେ ଫିଲିଷ୍ଟିୟମାନଙ୍କୁ ସାମସନ ମାରୁଥିଲେ, ଜାଣିପାରୁଥିଲେ ମୋ ପାଖରେ ଅଭିଷେକ ଯାଇନି ଅଛି। ତେଣୁ ଆମ୍ଭେ ମାନେ ପାଇଥିବା ଅଭିଷେକକୁ ବ୍ୟବହାର କରିବା ନାହିଁ, ତେବେ ଜାଣିପାରିବା ନାହିଁ ଯେ ଆମ ପାଖରେ ଅଭିଷେକ ଅଛି ନା ଚାଲି ଯାଇଛି, ଆମର ଅଭିଷେକ ପରିମାଣ କମି ଯାଇଛି ନା ବଢି ଯାଇଛି, ତାହା ମଧ୍ୟ ଜାଣିପାରିବା। ବେଳେବେଳେ ଆପଣମାନେ ଯାହା କରୁ କରୁ ସାଙ୍ଗେ ସାଙ୍ଗେ ହେଇଯିବ, କାରଣ ଆପଣଙ୍କ 90,000 ଅଭିଷେକ ଫ୍ରେଶ ଅଛି, ଆପଣଙ୍କ ଅଭିଷେକ ଭଲ ଅଛି, ସେଥିପାଇଁ ଆପଣମାନେ ଯାହା ମାଗନ୍ତି ତାହା ସାଙ୍ଗେ ସାଙ୍ଗେ ମିଳିଯାଏ। ଅଭିଷେକ କମ ଥିଲେ ଆମମାନେ ତାହା ପାଇପାରିବା ନାହିଁ। ବହୁତ ପ୍ରାର୍ଥନା କରୁଥିଲେ ମୋତେ କିଛି ହଉନଥାଏ, କାରଣ ଅଭିଷେକ ଚାଲି ଯାଇଥାଏ। ତେଣୁକରି ଆପଣଙ୍କର ମିଳିଥିବା ଆନଏଣ୍ଟିଂକୁ ଆପଣମାନେ ବ୍ୟବହାର କରନ୍ତୁ। ସେ ପଢ଼ନ୍ତୁ ଜହନ 14:18, ଜହନ 14:16-18 ପଢିବ। ଆଉ ପିତାଙ୍କୁ 16-18 କି? ଜୋହନ 14:16-18। ହଁ। ଯଦି ତୁମେ ମାନେ ମୋ ନାମରେ କୌଣସି ବିଷୟ ମତେ ମାଗିବ, ମୁଁ ତାହା କରିବି। ଯଦି ତୁମେ ମାନେ ମତେ ପ୍ରେମ କର, ତାହେଲେ ମୋର ଆଜ୍ଞା ସବୁ ପାଳନ କରିବ। ଆଉ ମୁଁ ପିତାଙ୍କୁ ଅନୁରୋଧ କରିବି, ପୁଣି ତୁମମାନଙ୍କ ସାଙ୍ଗରେ ଚିରକାଳ ରହିବା ନିମନ୍ତେ ସେ ତୁମମାନଙ୍କୁ ଆଉ ଜଣେ ସାହାଯ୍ୟକାରୀଙ୍କୁ ଅର୍ଥାତ୍ ସେଇ ସତ୍ୟମ ଆତ୍ମାକୁ ଦେବେ। ଜଗତ ତାହାକୁ ଗ୍ରହଣ କରିପାରେ ନାହିଁ, କାରଣ ଜଗତ ତାହାକୁ ଦେଖେ ନାହିଁ କିମ୍ବା ଜାଣେ ନାହିଁ। ତୁମେମାନେ ତାହାକୁ ଜାଣ, କାରଣ ସେ ତୁମମାନଙ୍କ ସାଙ୍ଗରେ ଥାଆନ୍ତି, ପୁଣି ସେ ତୁମମାନଙ୍କ ଅନ୍ତରରେ ରହିବେ। ମୁଁ ତୁମମାନଙ୍କୁ ଅନାଥ କରି ଛାଡି ଯିବି ନାହିଁ। ମୁଁ ଆମ୍ଭମାନଙ୍କ ଅନ୍ତର ଆସୁଅଛି। ତେଣୁ ଆମ୍ଭମାନଙ୍କ ଅନ୍ତରରେ ରହିବେ ଯେ ପବିତ୍ର ଆତ୍ମା, ତାହା ପିତାଙ୍କ ଠାରୁ ଆସିଥାଏ, ସେ ପବିତ୍ର ବ୍ୟକ୍ତିଙ୍କ ଠାରୁ ଆସିଥାଏ। ମିଥ୍ୟା କେବେ ସତ୍ୟ ଠାରୁ ଜାତ ହୁଏ ନାହିଁ। ଗୋଟେ ସତ୍ୟ ବ୍ୟକ୍ତି ଠାରୁ ମିଥ୍ୟା ଜାତ ହୁଏ ନାହିଁ। କେବେ ବି ଜୀବନରେ ସେ ମିଛ କହିନାହାନ୍ତି, ଅଧର୍ମ କରିନାହାନ୍ତି, ସେ ପାପ ତାଙ୍କ ପାଖରେ ନଥିଲା। ବାଇବେଲ ପ୍ରକାଶ କରେ ପାପର ଲେଶ ମାତ୍ର ନଥିଲା, ଗନ୍ଧ ନଥିଲା। ସେଇ ପ୍ରକାର ବ୍ୟକ୍ତିଙ୍କ ଠାରୁ ଆପଣଙ୍କର ମୋର ଅଭିଷେକ ଆସିଥାଏ। ଆଜିର ଆମେ ପେଣ୍ଟିକୋଷ୍ଟାଲ ଯୁଗରେ, ପେଣ୍ଟିକୋଷ୍ଟାଲ ଖ୍ରୀଷ୍ଟିଆନ ମାନେ ଭାବୁଛୁ ଯେ ପରଭାଷା ଟିକେ ପାଇଗଲା ପରେ ଆମେ ପବିତ୍ର ଆତ୍ମା ସବୁ ପାଇଯାଇଛୁ, କିନ୍ତୁ ଆମର ଭାଷା, ଆମର ଚାଲିଚଳନ ଡିଫରେନ୍ସ ଥିବ। ମାତ୍ର ପରଭାଷା ମଧ୍ୟ ଆଜି କଣ ହଉଛି, ଆକ୍ଟିଂ ସବୁ ହେଇଯାଉଛି। କିଏ ଯୋଉ କହିବାଟା ଶୁଣିକରି ଆଉ ଲୋକ ସେଇଟା କହିଦଉଛି, କିନ୍ତୁ ଆକ୍ଚୁଆଲି ସେ ଆନଏଣ୍ଟିଂ ନଥିବ, କିନ୍ତୁ ସେ ପ୍ରାକ୍ଟିସ କରିଦେଇଛି ଯୋଉଟା ଦ୍ୱିପଦ କହିବା ପାଇଁ। ଆରେ ଭାବୁଥିବ ଏଇଟା ମୋର ହେଇଗଲା, ଅଭିଷେକ ହେଇଗଲା, ମୁଁ ଆତ୍ମାରେ ପୂର୍ଣ୍ଣ ହେଇଗଲି, ଏଇଟା ଥିବ। କିନ୍ତୁ ଆତ୍ମାରେ ଅଭିଷିକ୍ତ ଲୋକମାନଙ୍କର ଲକ୍ଷଣ ଅଲଗା ଥିବ। ସେମାନେ ଚାଲିଲେ ମଧ୍ୟ ପ୍ରଭୁଙ୍କୁ ଧନ୍ୟବାଦ ପ୍ରାର୍ଥନା କରୁଥିବେ, ସେମାନେ ଯେକୌଣସି ହେଲେ ମଧ୍ୟ ଆତ୍ମାରେ ମନେ ମନେ ପ୍ରାର୍ଥନା କରୁଥିବେ, ସେମାନଙ୍କର ସବୁ କିଛି ଜଗି ରଖି ଚଲୁଥିବେ, ସେମାନଙ୍କର ବ୍ୟବହାର ଅଲଗା ପ୍ରକାର ଥିବ। ସେମାନେ ଯୀଶୁଙ୍କ ସହିତ ଥିବା ହେତୁରୁ ସବୁବେଳେ ସେମାନେ ଶାନ୍ତ ସରଳ ଥିବେ। ପଢନ୍ତୁ ଦେଖିବେ 46 ଗୀତ ସଂହିତା 46:10 ପଢିବା। ଗୀତ ସଂହିତା 46:10।
କ୍ଷାନ୍ତ ହୁଅ, ଆମ୍ଭେ ପରମେଶ୍ୱର ଅଟୁ, ଏହା ଜାଣ, ଆମ୍ଭେ ଦେଶୀୟ ମାନଙ୍କ ମଧ୍ୟରେ ଉନ୍ନତ ହେବୁ, ଆମେ ପୃଥିବୀରେ ଉନ୍ନତ ହେବୁ। Amen. Be quiet. Be quiet ବୋଲି ଇଂଲିଶ ଲେଖା ଅଛି। Be quiet। ଆମେ ମାନେ ଶାନ୍ତ ହେବାର ଅଛି। ଆମେ ଯୋଉ ପରମେଶ୍ୱର ଜାଣ ମାନଙ୍କ ମଧ୍ୟରେ ଉନ୍ନତ ହେବ। ଅର୍ଥାତ୍ ଯେତେବେଳେ ଜଣେ ପାଖରେ ପବିତ୍ର ଆତ୍ମାଙ୍କର ଅଭିଷେକ ଥାଏ, ସେ ଧୈର୍ଯ୍ୟଶୀଳ ହେଇଯାଏ, ସେ ଶାନ୍ତଶିଷ୍ଟ ହୋଇଯାଏ, ସେ ନମ୍ର ହେଇଯାଏ, ସେ ସରଳ ହେଇଯାଏ, ସେ ତାର ସବୁ ବ୍ୟବହାର ଈଶ୍ୱର କେନ୍ଦ୍ରିକ ହେଇଯାଏ, ଈଶ୍ୱର କେନ୍ଦ୍ରିକ ହେଇଯାଏ। ସବୁ ତାର ଭାବ ଚାଲିଚଳନ ଈଶ୍ୱରଙ୍କ ଉପରେ ଭରସା କରେ। ସେ ଯଦି କହୁ କହୁ ଯଦି ମିଛ କହିଦିଏ, ତେବେ ମଧ୍ୟ ସେ ତାକୁ ସମୀକ୍ଷା କରିନିଏ। କହୁ ଯଦି କ'ଣ ଭୁଲ ବି କହିଦେ, ତେବେ ବି ପବିତ୍ର ଆତ୍ମା ତାକୁ କରେକ୍ସନ କରନ୍ତି। ସେଟା ହଉଛି ଗୋଟେ ଆତ୍ମା ଅଭିଷିକ୍ତ ବ୍ୟକ୍ତିଙ୍କର ଲକ୍ଷଣ। ସେ କେବେ ବି ସେ ଭୁଲରେ ରହିବା ପାଇଁ ଚେଷ୍ଟା କରେ ନାହିଁ। ସେ ସବୁବେଳେ ତାର ପଥକୁ ସେ ଜଗିକରି ରହିବ, ଯାହା ଆମମାନେ ଜୀବନରେ ଅନେକଙ୍କୁ ଦେଖିପାରୁଅଛୁ। ତେଣୁ ପ୍ରଥମ ଯେ ତୃତୀୟ କଥା ହେଲା ଯେ ଆମେ এই ଆନଏଣ୍ଟିଂକୁ ଆମେ ମାନେ କ'ଣ ହେବାର ଅଛି, ସୁସ୍ଥିର ଭାବରେ ଧରିକି ରଖିବାର ଅଛି। ସୁସ୍ଥିରତା ଭାବରେ ତାକୁ ବଜେଇକି ରଖିବାକୁ ପଡ଼ିବ, ତେବେ ଯାଇକି ଆମ ପାଖରେ ଆନଏଣ୍ଟିଂଟା ସବୁବେଳେ ରହିବ। ସାମସନ୍ ଯେତେବେଳେ ପାପ କରୁଛି, ତାର ଆନଏଣ୍ଟିଂଟା ଚାଲି ଯାଉଛି। ଯଦି ପଢ଼ିବେ ଆମମାନଙ୍କର ବିଚାରକର୍ତ୍ତା 16 ପର୍ବ 1 ପଦ ଟିକେ ପଢ଼ିବା। ବିଚାରକର୍ତ୍ତା 16:1। ଅନନ୍ତର ସାମସନ୍ ଘୋଷାକୁ ଯାଇ ସେଠାରେ ଏକ ସହିତ କତିକି ଗଲା। ଡିଟେଲ ସେ ଶାରୀରିକ ପାପରେ ପଡି ଯାଉଛି, ସେ ଅଭିଳାଷରେ ପଡି ଯାଉଛି, ସେ ମାଂସିକ ଅଭିଳାଷରେ ସେ ପଡି ଯାଉଛି। ଏବଂ ଆମେ ଦେଖୁ ପରବର୍ତ୍ତୀ ସମୟ ଗୁଡାକରେ ପରମେଶ୍ୱର ତାକୁ ଯୋଉ ଅଭିଷେକ ଦେଇଥିଲେ, ସେ ଅଭିଷେକର ସିକ୍ରେଟକୁ ମଧ୍ୟ ସେ ପ୍ରକାଶ କରୁଛି। ଆଜି ଆପଣଙ୍କୁ ପରମେଶ୍ୱର ଯୋଉ ଅଭିଷେକ ଦେଇଛନ୍ତି, ତାର ସିକ୍ରେଟ କ'ଣ ଆମେ ଜାଣା। ପବିତ୍ର ଆତ୍ମାଙ୍କର ଦାନ ଗୁଡାକ ଅନେକ, ପରାକ୍ରମର ଆତ୍ମା, ଜ୍ଞାନର ଆତ୍ମା, ବୁଦ୍ଧିର ଆତ୍ମା, ଆରୋଗ୍ୟ କରିବାର ଶକ୍ତି, ବିଭିନ୍ନ ସବୁ ଦିଆହେଇଛି। କିନ୍ତୁ ସେ ଆତ୍ମା ଏକ ଅଟନ୍ତି। ତେଣୁ ଆପଣଙ୍କୁ କୋଉ ଆତ୍ମା ଦିଆହେଇଛି, ଆପଣଙ୍କୁ ପରମେଶ୍ୱର କୋଉ ବିଷୟରେ ଅଭିଷେକ କରୁଛନ୍ତି, ସେଇ ବିଷୟକୁ ଆପଣଙ୍କୁ ମତେ ଜାଣିବାକୁ ପଡିବ। ତ ସାମସନକୁ ଗୋଟେ ପରାକ୍ରମର ଆତ୍ମା ଦେଇଥିଲେ, ଗୋଟେ ବଳବାନର ଆତ୍ମା ଦେଇଥିଲେ, କାହାକୁ ଜ୍ଞାନର ଆତ୍ମା, କାହାକୁ ବୁଦ୍ଧିର ଆତ୍ମା, କାହାକୁ ହିଲିଂ, ବିଭିନ୍ନ ପ୍ରକାର ବରଦାନ ଦିଆହେଇଛି। ତେଣୁ ସେଇ ବରଦାନକୁ ଆମେ ଚିହ୍ନିକିରି ଆମେ ତାକୁ ବ୍ୟବହାର କରିବା ଦରକାର। ଆମେ ଅଲରାଉଣ୍ଡରେ ନ ହେଇପାରିଲେ ମଧ୍ୟ କୌଣସି ନା କୌଣସି ଗୋଟିଏ ଅଭିଷେକରେ ଆମେ ପାଇଅଛୁ, ଆଉ ସେଇ ଅଭିଷେକ ବା ସେଇ ବରଦାନକୁ ଆମେ ଚିହ୍ନିବା ଦରକାର, ଆଉ ସେ ପ୍ରକାର ଆମେ ବ୍ୟବହାର କରିବା ଦରକାର। ପ୍ରଭୁ କାହାକୁ ନ ଦେଇ ଛାଡ଼ନ୍ତି ନାହିଁ, ପ୍ରତ୍ୟେକଙ୍କୁ ପ୍ରଭୁ ଡିଫରେନ୍ସ ଅଭିଷେକ ଦେଇଛନ୍ତି। କହିବାର ଅଭିଷେକ, କି ତ ହିଲିଂ କରିବା ପାଇଁ ଅଭିଷେକ, କାହାକୁ ପ୍ରଫେସି କରିବାର ଅଭିଷେକ, କି ଆତ୍ମା ଚିହ୍ନିବାର ଅଭିଷେକ ପାକ ଅଛି। ବିଭିନ୍ନ ଅଭିଷେକ ସବୁ ରହିଅଛି। ତେଣୁ ପରମେଶ୍ୱର ଆଜି କେଉଁ ଆତ୍ମା ମାନଙ୍କୁ ଦେଇଛନ୍ତି, କେଉଁ ଅଭିଷେକ ଦେଇଛନ୍ତି, ତାକୁ ଆମେ ସେ ଅଭିଷେକର ସିକ୍ରେଟକୁ ଆମେ ରଖିବାକୁ ପଡିବ। ସେ ଅଭିଷେକର ସିକ୍ରେଟକୁ ଆମେ ଏଣେ ତେଣେ କହି ବୁଲିବାକୁ ହବ ନାହିଁ। ମୁଁ ପ୍ରଫେକ୍ଟ ବୋଲି କହିବା ଦରକାର ନାହିଁ। ପ୍ରଭୁ ଆପଣଙ୍କୁ ପ୍ରଫେକ୍ଟ ଦେଇ ଜାଣିଦେବେ ଆପଣଙ୍କର କାମ ଦ୍ୱାରା। ଯଦି ଆପଣଙ୍କୁ ବାକ୍ୟ କହିବାର କଳା ଦେଇଛନ୍ତି, ଅଭିଷେକ ଦେଇଛନ୍ତି, ଲୋକ ଦେଖୁ ଦେଖୁ କେବେ ବାକ୍ୟ ବହୁତ ବଢିଆ, ସେ କଳା ଆପଣଙ୍କୁ ପ୍ରଭୁ ଦେଇଛନ୍ତି। ସ୍ପେଶାଲିଷ୍ଟ ଏସବୁ ରହୁଛନ୍ତି। ସେ ଲୋକ ଗୋଟେ ବହୁତ ନମ୍ର ଲୋକ, ସେ ଲୋକ ଗୋଟେ ଦୟାଳୁ ଲୋକ କହୁଛନ୍ତି। ନାଇଁ, ସେ ବ୍ୟକ୍ତି ଜଣେ ଦାନଶୀଳ ବ୍ୟକ୍ତି କହୁଛନ୍ତି। ସେ ଜଣେ ଗୋଟେ ପ୍ରେମକାରୀ ବ୍ୟକ୍ତି, ତା ପାଖେ
ଜଣେ ଜଣଙ୍କୁ ଦାନ କରିବାର ବରଦାନ ପ୍ରଭୁ ଦେଇଛନ୍ତି। ସେବା କରିବାର ମନୋଭାବ ଦେଉଛନ୍ତି। ମାଦର ତେରେସା ଯଦି ଦେଖିବେ ସେବାରେ ସେବାରେ ସେ ଏକଦମ ପରଫେକ୍ଟ ହେଇଗଲେ। ଯେତେ ବଡ଼ ରୋଗୀ ହଉ, ଯେତେ ବଡ଼ ଯୋଉଟା ଜଗତ ଲୋକମାନେ ଯାହାକୁ ଘୃଣା କରନ୍ତି, ଆଉ ପରମେଶ୍ୱର ତାକୁ ସେ ବରଦାନ ଦେଇଥିଲେ। ତେଣୁ ସେ କ୍ଷେତ୍ରରେ ସେ ଟପ୍ ଲେଭଲକୁ ଯାଇକି ନୋବେଲ ପୁରସ୍କାର ମଧ୍ୟ ପାଇଗଲେ। ତେଣୁ ପରମେଶ୍ୱର ଆପଣଙ୍କୁ ମୋତେ ସିକ୍ତ କରିଛନ୍ତି, ଯୋଉ ବରଦାନ ଦେଇଛନ୍ତି ତାକୁ ଆମେ ଚିହ୍ନିବା ଆଉ ସେଟାକୁ ଆମେ ଭଲ କରି ବ୍ୟବହାର କରିବା ନିହାତି ଆବଶ୍ୟକ ଅଟେ। ଆମମାନେ ସବୁ ଅଲରାଉଣ୍ଡର ହେବା ପାଇଁ, ଜଣେ ଯଦି ହିଲିଂ କରୁଛି ଆମେ ତାକୁ ହିଲିଂ ପଛେ ପଳେଇବେ। ଯଦି ଜଣେ ପ୍ରଫେସି କରୁଛି ବୋଲେ ମୋତେ ବି ସେ ମିଳିଯାଉ ସେଟା ବୋଲି ଭାବୁଛୁ, କିନ୍ତୁ ପ୍ରଭୁ ଆମମାନଙ୍କୁ ଅଲରେଡି କିଛି ନା କିଛି ଦେଇଛନ୍ତି। ଆମେ ସେଇଟାକୁ ଆମେ ବ୍ୟବହାର କରିବା। ଦେଖନ୍ତୁ ଆପଣ ଯୋଉ ସମୀକ୍ଷା କରିବେ ଲୋକ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି, କୋଉ କ୍ଷେତ୍ରରେ ଆପଣଙ୍କୁ ବେଶୀ ଲୋକ ପସନ୍ଦ କରନ୍ତି ଆପଣ ନିଜେ ଜାଣିପାରିବେ। ତେଣୁ ଆପଣଙ୍କୁ ମୋତେ ଯୋଉଟାକୁ ବେଶୀ ଜଣାଶୁଣା ଆମ ପାଖରେ ଅଛି ସେଇଟା ଆମମାନଙ୍କର ବରଦାନ। କୋଉ ବିଷୟକୁ ନେଇ ଲୋକମାନେ ଆମର ଚର୍ଚ୍ଚା କରନ୍ତି ସେଇଟା ଆମର ବରଦାନ, ପ୍ରଭୁ ଦେଇଥିବା ଗୋଟେ ଗିଫ୍ଟ, ପ୍ରଭୁ ଦେଇଥିବା ଅଭିଷେକ। ଆମେ ସବୁ ବିଷୟରେ ପିଜି କରିନପାରୁ, କିମ୍ବା ଆପଣ ହିଷ୍ଟ୍ରି ପିଜି କରିପାରନ୍ତି, କିନ୍ତୁ ସବୁ ସବଜେକ୍ଟ ଆପଣ ପିଜି କରିବେ ବୋଲି କିଛି ମାନେ ନାହିଁ। ମିଶିଲେ 2ଟାରୁ 3ଟା ସବଜେକ୍ଟ କରିପାରିବେ। ତେଣୁକରି ପରମେଶ୍ୱର ଆପଣଙ୍କୁ ମୋତେ ଯୋଉ ବରଦାନ ଦେଇଛନ୍ତି ତାକୁ ଆମେ ସମୀକ୍ଷା କରି ଆମେ ତାହାକୁ ବ୍ୟବହାର କରିବା। ତେଣୁ ଏଠି ସାମସନ ବେଶ୍ୟା କତିକୁ ଗଲା, ଶାରୀରିକ ପାପ ଶାରୀରିକ ଅଭିଳାଷରେ ସେ ଯେତେବେଳେ ଲିପ୍ତ ହେଇଗଲା, ପରବର୍ତ୍ତୀ ସମୟରେ ତାର ଅଭିଷେକ ସବୁ ଚାଲିଗଲା, ଅଭିଷେକ ସବୁ ନଷ୍ଟ ହେଇଗଲା। ତେଣୁ ସେ ଗୋଟେ ସାଧାରଣ ବ୍ୟକ୍ତି ହେଲା, ସେ ଏକ୍ସଟ୍ରା ଅର୍ଡିନାରୀ ହେଇପାରିଲା ନାହିଁ, ସାଧାରଣ। କିନ୍ତୁ ତା ପୂର୍ବରୁ ସାମସନ ବୋଲି ଲୋକମାନେ ଜାଣିପାରୁଥିଲେ, ଡରି ଯାଉଥିଲେ, ତା ପାଖକୁ ଯିବା ପାଇଁ ମଧ୍ୟ କାହାର ସାହସ ହେଇପାରୁନଥିଲା। କିନ୍ତୁ ଯେତେବେଳେ ପରମେଶ୍ୱରଙ୍କ ଦେଇଥିବା ଅଭିଷେକ ଚାଲି ଯାଉଛି ସେ ଗୋଟେ ନର୍ମାଲ ମଣିଷ ହେଇଗଲା, ସେ ଗୋଟେ ସାଧାରଣ ହେଲା। ତାକୁ ଯାହା କଲେ ତାହା କରିପାରିଲେ, କିନ୍ତୁ ତା ପୂର୍ବରୁ ତାକୁ ତାର ଇଚ୍ଛା ଅନୁସାରେ କରିପାରୁନଥିଲେ। ତେଣୁକରି ଆଜି ଆପଣଙ୍କ ମୋର ଅଭିଷେକ କି ପ୍ରକାର ଅଛି ତାହା ଆମେ ନିଜେ ନିଜେ ସମୀକ୍ଷା କରିବା ଦରକାର। ନହେଲେ ଆମର ଅଭିଷେକ ଅଛି ନା କମିଗଲା, ନା ତାର ଇନକ୍ରିଜ ହେଉଛି ନା ଡିସକ୍ରିଜ ହେଉଛି, ଆମମାନଙ୍କୁ କାହାକୁ ବି ଜଣା ପଡିବ ନାହିଁ। ତେଣୁ ଆମେ ସବୁବେଳେ କଣ ହେବାର ଅଛି, ଯେ ପ୍ରଭୁ ଦେଇଥିବା ଅଭିଷେକକୁ ବଜାୟ ରଖିବା ଦରକାର। ହଁ, ମନୁଷ୍ୟ ଭାବରେ ଆମେ ବେଳେ ବେଳେ ମିଛ କହିଦେଉ, ଅଭିଷେକ କମି ଯାଉଛି। ମନୁଷ୍ୟ ଭାବରେ ଆମେ ଜାଗତିକତାର ମାନେ ଲିପ୍ତ ହେଇଯାଉ, ଅଭିଷେକ କମି ଯାଉଛି। ପ୍ରଭୁଙ୍କ ସହିତ ଯୋଉ ସମୟ ଦେବା କଥା ଆମେ ଲୋକମାନଙ୍କ ସହିତ ସମୟ ଦେଉଛୁ, ଅଭିଷେକ କମି ଯାଉଛି। ଆମେ ଯୋଉ ଆଜେ ବାଜେ କଥା କହିବା କଥା ନୁହଁ ସେ କଥାରେ ଆମେ ମୁଣ୍ଡ ପୁରଉଛୁ, ସେତେବେଳେ ଆମର ଅଭିଷେକ କମି ଯାଉଛି। ତେଣୁ ଅଭିଷେକକୁ ଆମେ ଯେତିକି ଅଧିକ ଇଣ୍ଟିମେସି, ପ୍ରଭୁଙ୍କ ସହିତ ଯେତିକି ଆମେ ଘନିଷ୍ଠତାକୁ ବଜାଇକି ରଖିବା, କମ ସେ କମ ମୁଁ ଅନୁଭବ କରେ ଜଣେ ବ୍ୟକ୍ତି ଗୋଟେ 2 ଘଣ୍ଟା ଯଦି ପ୍ରଭୁଙ୍କ ସହିତ ସମୟ କାଟୁଛି ତାର ଅଭିଷେକ ଟିକେ ବଢିବ। 3 ଘଣ୍ଟା 4 ଘଣ୍ଟା ମିନିମମ୍ ମ୍ୟାକ୍ସିମମ୍ ମୁଁ ଭାବେ ଗୋଟେ 2 ଘଣ୍ଟା ଯଦି ପ୍ରଭୁଙ୍କ ସହିତ କଥାବାର୍ତ୍ତା ହବ, ପ୍ରଭୁଙ୍କ ସହିତ ଯୋଉ ଯୋଗାଯୋଗ ରହିବ, ପ୍ରଭୁଙ୍କ ସହିତ ଯଦି ହୃଦୟ ଖୋଲିବ, ପ୍ରଭୁଙ୍କ ସହିତ ଯଦି ସେ ସମୟ କାଟିବ ଗୋଟେ 2 ଘଣ୍ଟା, ତାର ଅଭିଷେକ ନିଶ୍ଚିତ ଭାବରେ ବଢିବ। ଆପଣମାନେ ଅନୁଭବ କରିପାରିବେ। ଆଉ ତାହା ମଧ୍ୟ ଏକ ନିର୍ଦ୍ଦିଷ୍ଟ, ଏକ ନିରୋଳା ସ୍ଥାନ, ଏକ ସୋଲିଟାରୀ ପ୍ଲେସ୍ ହେବା ଦରକାର। ଆପଣ ଘରେ ପ୍ରାର୍ଥନା କରି ପ୍ରଭୁଙ୍କ ସହିତ କଥାବାର୍ତ୍ତା ହେବା ସମ୍ଭବ ନୁହଁ। ଯଦି ଘରେ କରୁଛନ୍ତି ତ ରାତିରେ ହିଁ କରିପାରିବେ, କିନ୍ତୁ ଦିନରେ ଯଦି କରୁଛନ୍ତି ଆପଣଙ୍କୁ ମୋତେ କିଛି ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବାକୁ ପଡିବ, ଯାହାକି ଯୀଶୁ ମଧ୍ୟ ନିଜେ ପାହାଡ ଉପରକୁ ଗଲେ, ଯୀଶୁ ମଧ୍ୟ ନିର୍ଜନ ସ୍ଥାନ ମାନଙ୍କୁ ଗଲେ। ଆଜି ନିର୍ଜନ ସ୍ଥାନ ଆମ ଚାରି ପାଖରେ ଅଛି, ବେଶୀ ହେଲେ 1 କିଲୋମିଟର ଗଲା ପରେ କି 2 କିଲୋମିଟର ଗଲା ପରେ ଆମେ ଗୋଟେ କୌଣସି ବୁଦା କିମ୍ବା କୌଣସି ଗୋଟେ ପାହାଡ କିମ୍ବା କୌଣସି ଗୋଟେ ନିର୍ଜନ ସ୍ଥାନ ପାଇପାରିବା। ତେଣୁ ଆଜିର ଯୁଗରେ ଆପଣଙ୍କ ଗାଡି ଅଛି, 20 ମିନିଟ 10 ମିନିଟ ଗାଡି ଚଲେଇ ପଳେଇ ପାରିବେ, ଚାଲିକରି ଗୋଟେ ଅଧଘଣ୍ଟା ପିଛା ଯାଇପାରିବେ। ଯଦି ଏଇଟା ଆପଣ କରନ୍ତି ଆପଣଙ୍କର ଅଭିଷେକ ଇନକ୍ରିଜ ହବ, ତାହା ନିହାତି ହେଇପାରିବ। ପଢନ୍ତୁ ପ୍ରେରିତ ପୁସ୍ତକ 5:32 ଟିକେ।
ମୁଁ ପଢି ଦଉଛି। ପୁଣି ଆମ୍ଭେମାନେ ଏହି ସମସ୍ତ ବିଷୟ ସାକ୍ଷୀ, ଆଉ ଯେଉଁ ପବିତ୍ର ଆତ୍ମାଙ୍କୁ ଈଶ୍ୱର ଆପଣ ଆଜ୍ଞା ପାଳନକାରୀ ମାନଙ୍କୁ ଦେଇଅଛନ୍ତି ସେ ମଧ୍ୟ ସାକ୍ଷୀ। ତେଣୁ ପବିତ୍ର ଆତ୍ମା ଯେ ସମସ୍ତଙ୍କୁ ମିଳିଯିବ ଏମିତି କିଛି ନାହିଁ। ବାଇବେଲ ଲେଖା ଅଛି କେବଳ ପରମେଶ୍ୱରଙ୍କ ବାକ୍ୟକୁ ପାଳନ କରିବା ଲୋକମାନଙ୍କୁ ପବିତ୍ର ଆତ୍ମା ଦତ୍ତ ହୁଅନ୍ତି ଏବଂ ପବିତ୍ର ଆତ୍ମା ଦତ୍ତ ହୋଇଥିବା ଲୋକମାନେ ହିଁ ବାକ୍ୟକୁ ଆଜ୍ଞାକୁ ପାଳନ କରନ୍ତି ତାଙ୍କର ଶକ୍ତି ଦ୍ୱାରା। ଏଇଟା ନିଜର ଜ୍ଞାନ ବୁଦ୍ଧିରେ ଆଜ୍ଞା ପାଳନ କରିବୁ କେବେ ସମ୍ଭବ ନୁହଁ, କିନ୍ତୁ ଆଜ୍ଞା ପାଳନ କରିବା ଲୋକମାନଙ୍କୁ ପବିତ୍ର ଆତ୍ମା ଦାନ କରନ୍ତି। ତେଣୁ ପବିତ୍ର ଆତ୍ମାରେ ଅଭିଷିକ୍ତ ଲୋକମାନେ ବାକ୍ୟରେ ବାହାରକୁ ଯାଆନ୍ତି ନାହିଁ, ବାକ୍ୟର ବାକ୍ୟର ଭିତରେ ହିଁ ରହନ୍ତି। ମାନେ ହିଁ ପବିତ୍ର ଆତ୍ମା ପ୍ରାପ୍ତ ହୁଅନ୍ତି। ଲୁକ 11 ପର୍ବ 13 ପଦଟି ପଢନ୍ତୁ। ଲୁକ 11:13। ଏଣୁ ତୁମେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣ ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ଯେଉଁ ପିତା ସ୍ୱର୍ଗର ଦାନ କରନ୍ତି ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ପବିତ୍ର ଆତ୍ମା ଦାନ ଦେବେ। ତେଣୁ ପିତାଙ୍କ ନିକଟରେ ଆମେ ଯେତେବେଳେ ପବିତ୍ର ଆତ୍ମାଙ୍କୁ ମାଗୁ, ଅଭିଷେକକୁ ମାଗୁ, ତେବେ ପବିତ୍ର ଆତ୍ମା ଆମମାନଙ୍କୁ ମିଳିଥାଏ। ତେଣୁ ଏଠି ଆଜ୍ଞା ପାଳନକାରୀ ଏବଂ ମାଗିବା ଲୋକମାନଙ୍କୁ ପବିତ୍ର ଆତ୍ମା ମିଳିଥାଏ। ଆଉ ତୃତୀୟ କଥା ହେଲା ଯିଶାୟା 43 ପର୍ବ 43 ଆମେ ପଢିବା ଟିକେ। 43ର 3 ପଦ। କାରଣ ଆମ୍ଭେ ସଦାପ୍ରଭୁ ତୁମ ପରମେଶ୍ୱର ଧର୍ମ ସ୍ୱରୂପ ତୁମର ତ୍ରାଣକର୍ତ୍ତା ଅଟୁ। ଆମ୍ଭେ ତୁମର ମୁକ୍ତିର ମୂଲ୍ୟ ସ୍ୱରୂପ ମିଶର ଓ ତୁମ ପରିବାର ପରିବର୍ତ୍ତେ କୁଶ ଓ ଶିବା ଦେଶ ଦେଇଅଛୁ। ତୁମ୍ଭେ ଆମ ଦୃଷ୍ଟିରେ ବହୁମୂଲ୍ୟ ସମ୍ଭ୍ରାନ୍ତ ହୋଇଅଛ। ଆମେ ତୁମକୁ ପ୍ରେମ କରିଅଛୁ, ଯେହେତୁ ଆମେ ତୁମେ ପରିବର୍ତ୍ତେ ମନୁଷ୍ୟମାନେ ତୁମ ପ୍ରାଣର ପରିବର୍ତ୍ତେ ଗୋଷ୍ଠୀବରକୁ ଦେବା। 2 ପଦ ଲେଖା ଅଛି, ପଦ ଅବଶ୍ୟ ପାଇପାରିଲେ ନାହିଁ, କିନ୍ତୁ ଲେଖା ତୃଷିତ ଉପରେ ଆପଣ ଆତ୍ମା ଢାଳି ଦିଅନ୍ତି। ଯେଉଁମାନେ ଈଶ୍ୱରଙ୍କର ନିମନ୍ତେ ତୃଷିତ ହୁଅନ୍ତି ପ୍ରଭୁ ସେମାନଙ୍କ ଉପରେ ତାଙ୍କର ଅଭିଷେକର ଆତ୍ମା ଦିଅନ୍ତି। ତେଣୁ ତୃଷିତ ଏକ ଆତ୍ମା ଦରକାର ଯେ ଯାହାକି ପରମେଶ୍ୱର ତାଙ୍କ ଲୋକମାନଙ୍କୁ ଦିଅନ୍ତି। ତେଣୁ ଅଭିଷେକ ଏକ ଅମୂଲ୍ୟ ସମ୍ପଦ ଅଟେ ଖ୍ରୀଷ୍ଟିଆନ ଜୀବନ ପାଇଁ। ଆଉ ସେଇ ଅଭିଷେକ ଯଦି ଆମେ ଯେତେବେଳେ ପର୍ଯ୍ୟନ୍ତ ଆମେ ତାକୁ ଧରି ରଖିବା, ତେବେ ସେ ଆମମାନଙ୍କ ମଧ୍ୟରେ ତାକୁ ଯଦି ଆମମାନେ ଅପବ୍ୟବହାର କରିବା ଚାଲିଯିବ। ତେଣୁ ଆମମାନଙ୍କୁ ପ୍ରଭୁ ଦୟା କରନ୍ତୁ ଯେ ଆମେ ଯେତେ ସମୟ ଆମମାନେ ଈଶ୍ୱରଙ୍କ ବାକ୍ୟର ସହିତ ଈଶ୍ୱରଙ୍କ ସହିତ ଆମମାନଙ୍କର ଘନିଷ୍ଠତା ଅଛି, ଆମମାନଙ୍କର ଆଜ୍ଞାକାରିତା ଅଛି, ଆମେ ଯେତେ ଦିନ ପର୍ଯ୍ୟନ୍ତ ପାପ ପ୍ରତି ମୃତ ହୋଇ ଜୀବନଯାପନ କରୁଅଛୁ, ତେବେ ଅଭିଷେକ ଆମ ପାଖରେ ଅଛି। ଯେତେବେଳେ ଆମକୁ କିଏ ଦେଖୁ ବି ନାହାନ୍ତି, କିନ୍ତୁ ଆମେ ସେତେବେଳେ ମଧ୍ୟ ବିଶ୍ୱସ୍ତ ରହିବା। ଆମେ ଛୋଟ ବଡ଼ ନିଜକୁ ପ୍ରତିଦିନ ପ୍ରକ୍ଷାଳନ କରୁଥିବା, ତେବେ ଯାଇକିନା ଆମ ପାଖରେ ସବିଶେଷ ରହିବ। ଯେତେବେଳେ ଗାଡ଼ିରେ ଗଲା ବେଳକୁ ଯେ ବର୍ଷା ପଡ଼ିଯାଏ, ତାପରେ ଫ୍ରଣ୍ଟ ଲାଇନରେ ଗୋଟେ ପାଣିକୁ ସଫା କରିବା ପାଇଁ ଗୋଟେ କାଠି ଥାଏ। ସେ କାଠି ଆଗ ପଛ ହେଇକିନି ସେ ପାଣିକୁ ପରିଷ୍କାର କରିଦିଏ, ପାଣିକୁ ସଫା କରିଦିଏ। ସବୁବେଳେ ଦ ବ୍ଲଡ ଅଫ ଜିସସ୍, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଆମମାନଙ୍କର ସବୁ ଅଧର୍ମକୁ ଥାଏ, ସବୁ ପାପକୁ ଧୋଇ ଦେଇଥାଏ। ସବୁବେଳେ ଆପଣ ମୁଁ ସେ ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ପରିଷ୍କୃତ ହେବା ଦରକାର। ସବୁବେଳେ ଆମ୍ଭେମାନେ ଈଶ୍ୱରଙ୍କ ବାକ୍ୟ ପଠନ କରିବା ଦ୍ୱାରା ଆମମାନଙ୍କର ହୃଦୟ ପ୍ରକ୍ଷାଳନ ହୋଇଥାଏ। ଯେତେବେଳେ ଆମେ ଈଶ୍ୱରଙ୍କ ସହିତ ପ୍ରାର୍ଥନାରେ ସମୟ କାଟୁ, ସେତେବେଳେ ମଧ୍ୟ ଆମେ ପରିଷ୍କୃତ ହେଇଥାଉ। ତେବେ ଏହି ପରମେଶ୍ୱର ଆମମାନଙ୍କୁ ଯେଉଁ ଅଭିଷେକ ଦେଇଅଛନ୍ତି ନେବା ପାଇଁ ନାହିଁ, ସେ ସବୁବେଳେ ଚିରକାଳ ଆପଣଙ୍କ ସହିତ ମୋ ସହିତ ରହିବା ପାଇଁ ସେ ଚାହାନ୍ତି। ତେଣୁ ଆଜି ଆମମାନେ ଜୀବନକୁ ନିଜେ ସମୀକ୍ଷା କରିବା। ଆମେ ଦିନ ମଧ୍ୟରେ କେତେ ଥର ମିଛ କହୁଛୁ ଜାଣିବା ଦରକାର। କି ଯଦି ପଇସା ପାଇଁ ମାଗିଲେ ମଧ୍ୟ ଥାଇ କରି ମଧ୍ୟ ଆମେ ପଇସା ନାହିଁ ଭାଇ ଦେଇପାରିବି ନାହିଁ,
ନାହିଁ କହିଦେଉଛୁ ସିଧା। କିନ୍ତୁ ଆମ ପାଖରେ ଅଛି, କିନ୍ତୁ ଆମ ପାଖେ କାମ ଅଛି, ସେଇ ଦୃଷ୍ଟିରେ ଆମେ ଦେଇପାରୁନୁ। ଆମଠୁ କିଏ ଛଡ଼େଇକି ନେବା ପାଇଁ ଚାହିଁବେ ନାହିଁ କିଏ, କିନ୍ତୁ ଆମେ ଥାଇକିରି ମଧ୍ୟ ବେଳେ ବେଳେ ନାଇଁ ପଇସା ନାହିଁ, ସେ ଲୋକ ଦେଲା ପରେ ମତେ ଦେବ ନାହିଁ ବୋଲି ଆମେ କ'ଣ କହୁଛୁ, ଯେ ଅତି ମିଛ କହୁଛୁ। ମିଛ କହିବା ଦ୍ୱାରା ଆମେ ଆମର ପ୍ରଭୁଙ୍କର ଅଭିଷେକକୁ କିଛି ଅଂଶ ଆମେ ନଷ୍ଟ କରିଦେଉଛୁ। ଆମେ ଶାରୀରିକ ଅଭିଳାଷର ବଶବର୍ତ୍ତୀ ହେବା ଦ୍ୱାରା ଆମର ଅଭିଷେକକୁ ନଷ୍ଟ କରିଦେଉଛୁ। ଆମେ ଜାଗତିକ ମନୋଭାବରେ ବଞ୍ଚିବା ଦ୍ୱାରା ଆମକୁ ଅଭିଷେକ ନଷ୍ଟ ହେଇଯାଏ। କିନ୍ତୁ ଆତ୍ମିକତାରେ ଅଭିଷିକ୍ତ ଲୋକମାନେ ସବୁବେଳେ ଯେ ଦ୍ୱାରା ପରିପୂର୍ଣ୍ଣ ହୁଅନ୍ତି ଆମେ ଜାଣୁ। ତେଣୁ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଯେ ତାଙ୍କର ଆତ୍ମାଙ୍କ ଦ୍ୱାରା ଚାଲିବା ପାଇଁ। ଯେଉଁ ଆତ୍ମା କି ଚିରନ୍ତନ ଆତ୍ମା ଆମମାନଙ୍କ ମଧ୍ୟରେ ସବୁବେଳେ ବାସ କରନ୍ତୁ, ଏହା ପ୍ରଭୁଙ୍କର ଇଚ୍ଛା। କିନ୍ତୁ ଆମେ ଚାହୁଁଛୁ କିଛି ସମୟ ପବିତ୍ର ଆତ୍ମା ତୁମେ ରୁହ, ତାପରେ କିଛି ସମୟ ଜାଗତିକ ଆତ୍ମାରେ ମୁଁ ରହିବି। ଯେତେବେଳେ ପ୍ରାର୍ଥନା ଉପାସନା ଯିବି ସେତେବେଳେ ଆତ୍ମାରେ ପୂର୍ଣ୍ଣ ହେଇଯିବି, ପରଭାଷାରେ କଥା ହେବି, ଆଉ ଭୟଙ୍କର ହେଇଯିବି, ମୋ ରୂପ ଭୟଙ୍କର ହେଇଯିବ। ତାପରେ ସେଠି ଆସିଲା ପରେ ଆହୁରି ଯେମିତି ଜାଗତିକ ଯୋଉ କଥା କହିବି, ଦୁନିଆ ପ୍ରକାର କଥା ହେବି, ଅନ୍ୟ ଭାଷା ହେଇକିରି ଏ ଜାଗତିକ ଭିତରେ ମଜିଯିବି, ଏଇଟା ଆମର ଚିନ୍ତାଧାରା। କିନ୍ତୁ ସବୁବେଳେ ଯେ ଆତ୍ମାରେ ପୂର୍ଣ୍ଣ ହେଇ ରହିବା ଏହା ପରମେଶ୍ୱର ଚାହାନ୍ତି। ସବୁବେଳେ ଯେ ଆମେ ତାଙ୍କର ଅଧୀନରେ ରହିବା, ତାଙ୍କୁ ସବୁବେଳେ ଆମର ହୃଦୟ ମଧ୍ୟରେ ବାସ କରାଇବା, ଏହା ପବିତ୍ର ଆତ୍ମା ଚାହାନ୍ତି। ତେଣୁ ପ୍ରଭୁ ଅନୁଗ୍ରହ କରନ୍ତୁ। ଯଦି ଆମମାନଙ୍କ ଜୀବନରେ ଦୁର୍ବଳତା ଅଛି, ଭିତରେ ପାପ ଅଛି, ଆମ ଭିତରେ ଅବାଧ୍ୟତା ଅଛି, ଆମ ଭିତରେ ବିଦ୍ରୋହ ଅଛି, ଆମ ଭିତରେ ଛଳ କପଟ ଅଛି, ଆମ ଭିତରେ ହିଂସା ରାଗ ଅଛି, ଏ ସବୁକୁ ପରିତ୍ୟାଗ କରି ଅଭିଷିକ୍ତ ବ୍ୟକ୍ତି ପରି ଆମର ବ୍ୟବହାର ହଉ। ଗୋଟେ ଆତ୍ମାରେ ପରିପୂର୍ଣ୍ଣ ବ୍ୟକ୍ତି ପରି ଲୋକମାନେ ଆମକୁ ଦେଖନ୍ତୁ। ବେଳେ ବେଳେ ଲୋକକୁ ଦୂରଠୁ ଦେଖିଲେ ଗୋଟେ କଥା ଆସେ, ଆମର ଚରିତ୍ରକୁ ସେମାନେ କୁହନ୍ତି ସେ ଭୟଙ୍କର ଇଂଲିଶ କହେ, ତାର ଚରିତ୍ର କଥା ହନ୍ତି ନାହିଁ, ସେ ଭୟ କରେ। କାହିଁକି? ତା ପାଖରେ ଯୋଉଟା ଅଛି ଲୋକମାନେ ସେଟାକୁ ବହୁତ ଚର୍ଚ୍ଚା କରନ୍ତି। ସେ ବ୍ୟକ୍ତି ନା ଲୋକକୁ ଦେଖିଲେ ଦାନ ଦିଏ, ରାସ୍ତା ଘାଟରେ ମଧ୍ୟ ପକେଟରେ ପକେଇ ଦିଏ ପଇସା। ଆମେ କଥାବାର୍ତ୍ତା ହଉ, ଏମିତି ଲୋକ ବି ଅଛନ୍ତି। ତେଣୁ ଆମ ପାଖରେ ଯାହା ଅଧିକ ଅଛି ତାହା ହିଁ ପ୍ରକାଶିତ ହେବ। ତେଣୁ ଆଜି ଆମେ ସମୀକ୍ଷା କରିବା, ଆଜି ପର୍ଯ୍ୟନ୍ତ ମୁଁ ପ୍ରଭୁଙ୍କ ସହିତ ଚାଲୁଛି, ପ୍ରଭୁଙ୍କର ସେବା କରୁଛି, ମୋ ପାଖରେ ଅଧିକ କୋଉଟା ବେଶୀ ପ୍ରଦର୍ଶିତ ହଉଛି, କୋଉଟା ବେଶୀ ଏପିୟର ହଉଛି, କୋଉ ଜିନିଷ ମୋ ପାଖରେ ଅଧିକ ଦେଖାଯାଉଛି। ମୁଁ ଗୋଟେ ପ୍ରଭୁଙ୍କର ସନ୍ତାନ ଭାବରେ, ପ୍ରଭୁଙ୍କର ଦାସ ଭାବରେ, ପ୍ରଭୁଙ୍କ ଲୋକ ଭାଗରେ ଲୋକମାନେ ମତେ କ'ଣ ଦେଖନ୍ତି ଅଧିକା? ଆମ ପାଖରେ ବେଶୀ ରାଗ ଜିନିଷ ଅଛି, ଈର୍ଷା ହେଇଯାଉ ସେଇଟା ଅଛି କି? ଆମେ ସର୍ଟ ଟେମ୍ପର ଅଛୁ କି? ଆମ ପାଖରେ ପଲିଟିକ୍ସ କଥା ଛଳନା ଅଛି କି? କଥା ଆମେ ଡାଇଲେକ୍ଟ ମାରୁ କି? ଆମ ପାଖରେ କ'ଣ ଅଧିକା ଅଛି? ସେଇଟା ହିଁ ପ୍ରକାଶିତ ହବ। ତେଣୁ ପ୍ରଭୁ ଅନୁଗ୍ରହ କରନ୍ତୁ ଆମମାନଙ୍କର ଏହି ଖ୍ରୀଷ୍ଟୀୟ ଜୀବନରେ ଆମର ଆତ୍ମିକ ବିଷୟ ଅଧିକ ଦେଖାଯାଉ, ଜାଗତିକ ବିଷୟ ପରେ ଦେଖାଯାଉ, ଏଇଟା ହିଁ ପ୍ରଭୁ ଆଶା କରନ୍ତି। ତେଣୁ ପ୍ରଭୁ ଆମମାନଙ୍କୁ ଏହି ପ୍ରଭାତ ସମୟରେ ତାଙ୍କର ଅଭିଷେକକୁ ଆମେ ଯେମିତି ବଜାୟ ରଖିପାରିବା ଏବଂ ଅଭିଷେକରେ ଆମେ ସବୁବେଳେ ତିନ୍ତିକି ରହିପାରିବା, ଏଥିପାଇଁ ପ୍ରଭୁ ଅନୁଗ୍ରହ କରନ୍ତୁ। ପ୍ରଭୁ ଏହି ଆଲୋଚନାରେ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ବହୁତ ବହୁତ ଧନ୍ୟବାଦ। ଗଡ୍ ବ୍ଲେସ୍ ୟୁ ଅଲ୍।